ଆଜିର ଆମର ବିଷୟ ହେଉଛି ବେଦାନ୍ତ। 12 ନଭେମ୍ବର 1897 ଖ୍ରୀଷ୍ଟାବ୍ଦରେ ସ୍ୱାମୀ ବିବେକାନନ୍ଦ ଲାହୋରରେ ଏହି ବକ୍ତୃତାଟି ଦେଇଥିଲେ। ସ୍ୱାମୀ ବିବେକାନନ୍ଦ କହୁଛନ୍ତି, ଆମେ ଦୁଇଟି ଜଗତରେ ବାସ କରୁ, ବାହ୍ୟ ଜଗତ ଓ ଅନ୍ତର୍ଜଗତ। ଅତି ପ୍ରାଚୀନ କାଳରୁ ମଣିଷ ଏହି ଉଭୟ ଜଗତରେ ପ୍ରାୟ ସମଭାବରେ ଉନ୍ନତି କରିଆସୁଛି। ପ୍ରଥମେ ବହିର୍ଜଗତରେ ଗବେଷଣା ଆରମ୍ଭ ହେଲା ଏବଂ ମଣିଷ ପ୍ରଥମତଃ ବହି ପ୍ରକୃତିରୁ ସମସ୍ତ ଗଭୀର ସମସ୍ୟାର ଉତ୍ତର ଲାଭ ପାଇଁ ଚେଷ୍ଟା କରୁଥିଲା। ତାହାର ଚତୁଃପାର୍ଶ୍ୱସ୍ଥ ସମସ୍ତ ପ୍ରକୃତିରୁ ତାହାର ମହାନ ସୌନ୍ଦର୍ଯ୍ୟ ପିପାସାର ନିବୃତ୍ତି ପାଇଁ ଚେଷ୍ଟା କରୁଥିଲା। ନିଜକୁ ଏବଂ ନିଜ ଭିତରର ସମସ୍ତ ବସ୍ତୁକୁ ସ୍ଥୂଳ ଭାଷାରେ ପ୍ରକାଶ କରିବାକୁ ଚେଷ୍ଟା କରି ଯେଉଁ ସମସ୍ତ ଉତ୍ତର ପାଇଥିଲା, ଈଶ୍ୱର ତତ୍ତ୍ୱ ଓ ଉପାସନା ତତ୍ତ୍ୱ ସମୂହ ସମ୍ବନ୍ଧରେ ଯେଉଁ ସମସ୍ତ ଅତି ଅଦ୍ଭୁତ ସିଦ୍ଧାନ୍ତ କରିଥିଲା, ସେହି ଶିବସୁନ୍ଦରଙ୍କୁ ଯେଉଁ ଆବେଗମୟୀ ଭାଷାରେ ବର୍ଣ୍ଣନା କରିଥିଲା, ତାହା ଅତି ଅପୂର୍ବ। ବହିର୍ଜଗତରୁ ମଣିଷ ଯଥାର୍ଥରେ ମହାନ ଭାବ ସମୂହ ଲାଭ କରିଥିଲା, କିନ୍ତୁ ପରେ ତା ନିକଟରେ ଅନ୍ୟ ଏକ ଜଗତ ଉନ୍ମୁକ୍ତ ହେଲା, ଯାହାକି ମହତ୍ତର, ସୁନ୍ଦରତର, ଆହୁରି ଅନନ୍ତ ଗୁଣରେ ବିକାଶଶୀଳ। ବେଦର କର୍ମକାଣ୍ଡ ଭାଗରେ ଆମେ ଧର୍ମର ଅତି ଅଦ୍ଭୁତ ତତ୍ତ୍ୱ ସମୂହ ବିବୃତ ହୋଇଥିବାର ଦେଖିବାକୁ ପାଉ। ଜଗତର ସୃଷ୍ଟି ସ୍ଥିତି ପ୍ରଳୟକର୍ତ୍ତା ବିଧାତାଙ୍କ ସମ୍ବନ୍ଧରେ ଅତ୍ୟନ୍ତ ବିସ୍ମୟକର ତତ୍ତ୍ୱ ସମୂହ ଦେଖିବାକୁ ପାଉ। ପୁଣି ଏହି ବ୍ରହ୍ମାଣ୍ଡକୁ ଯେପରି ଭାଷାରେ ବର୍ଣ୍ଣନା କରାଯାଇଛି, ତାହା ସ୍ଥାନେ ସ୍ଥାନେ ଅତୀବ ପ୍ରାଣସ୍ପର୍ଶୀ। ତୁମମାନଙ୍କ ମଧ୍ୟରୁ ହୁଏତ ଅନେକେ ଋଗ୍ବେଦ ସଂହିତାର ପ୍ରଳୟ ବର୍ଣ୍ଣନାତ୍ମକ ସେହି ଅପୂର୍ବ ମନ୍ତ୍ରଟି ସ୍ମରଣ ରଖିଥିବ। ପ୍ରଳୟ ଅବସ୍ଥାର ଏପରି ମହାଭାବୋଦ୍ୟୋତକ ବର୍ଣ୍ଣନା ଆଉ କେବେ କେହି କରିପାରି ନାହିଁ। ତଥାପି ଏହା କେବଳ ବହି ପ୍ରକୃତିର ମହାନ ଭାବର ବର୍ଣ୍ଣନା, ଏହା ସ୍ଥୂଳର ବର୍ଣ୍ଣନା। ଏଥିରେ ଯେପରି କିଛି ଜଡ଼ତ୍ୱ ଲାଗି ରହିଛି। ଏହା କେବଳ ଜଡ଼ର ଭାଷାରେ, ସୀମାର ଭାଷାରେ ଅନନ୍ତର ବର୍ଣ୍ଣନା। ଏହା ଜଡ଼ ଦେହର ବିସ୍ତାରର ବର୍ଣ୍ଣନା, ମନର ନୁହେଁ। ଏହା ଦେଶର ଅନନ୍ତତ୍ୱର ବର୍ଣ୍ଣନା, ଚୈତନ୍ୟର ନୁହେଁ। ଏହି କାରଣରୁ ବେଦର ଦ୍ୱିତୀୟ ଭାଗ ଅର୍ଥାତ୍ ଜ୍ଞାନକାଣ୍ଡରେ ଆମେ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ପ୍ରଣାଳୀ ଅନୁସୃତ ହୋଇଥିବାର ଦେଖୁ। ପ୍ରଥମ ପ୍ରଣାଳୀ ଥିଲା ବହି ପ୍ରକୃତିରୁ ଜଗତ ବ୍ରହ୍ମାଣ୍ଡର ପ୍ରକୃତ ସତ୍ୟ ଅନୁସନ୍ଧାନ କରିବା। ଜଡ଼ ଜଗତରୁ ଜୀବନର ସମସ୍ତ ଗଭୀର ସମସ୍ୟାର ମୀମାଂସା ପାଇଁ ଚେଷ୍ଟା ପ୍ରଥମେ ହୋଇଥିଲା। ୟସ୍ୟୈତେ ହିମବନ୍ତ ମହିତ୍ୱା, ଏହି ହିମାଳୟ ପର୍ବତ ଯାହାଙ୍କର ମହିମା ଘୋଷଣା କରୁଛି। ଏ ଖୁବ୍ ଉଚ୍ଚ ଧାରଣା ସତ, କିନ୍ତୁ ଭାରତ ପକ୍ଷରେ ଏହା ପର୍ଯ୍ୟାପ୍ତ ହୋଇନଥିଲା। ଭାରତୀୟ ମନ ଏହି ପଥ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲା। ଭାରତବାସୀଙ୍କ ଗବେଷଣା ସମ୍ପୂର୍ଣ୍ଣ ରୂପେ ବହିର୍ଜଗତ ଛାଡ଼ି ଭିନ୍ନ ଦିଗରେ ଚାଲିଲା। ଅନ୍ତର୍ଜଗତରେ ଅନୁସନ୍ଧାନ ଆରମ୍ଭ ହେଲା। ଜଡ଼ରୁ ସେମାନେ କ୍ରମଶଃ ଚୈତନ୍ୟକୁ ଆସିଲେ। ଏହି ପ୍ରଶ୍ନ ଚତୁର୍ଦିଗରୁ ଶ୍ରୁତ ହେବାକୁ ଲାଗିଲା, ମନୁଷ୍ୟର ମୃତ୍ୟୁ ପରେ କ'ଣ ହୁଏ? କଠୋପନିଷଦରେ କୁହାଯାଇଛି, ଅସ୍ତିତ୍ୱେକେ ନାୟମ୍ ଅସ୍ତିତି ଚୈକେ। କେହି କେହି କହନ୍ତି, ମନୁଷ୍ୟର ମୃତ୍ୟୁ ପରେ ଆତ୍ମାର ଅସ୍ତିତ୍ୱ ଥାଏ, କେହି କହନ୍ତି ନଥାଏ। ହେ ଯମରାଜ, ଏହା ମଧ୍ୟରୁ ସତ୍ୟ କ'ଣ? ଏଠାରେ ସମ୍ପୂର୍ଣ୍ଣ ଭିନ୍ନ ପ୍ରଣାଳୀ ଅନୁସୃତ ହୋଇଛି ଦେଖିବାକୁ ମିଳେ। ଭାରତୀୟ ମନ ବାହ୍ୟ ଜଗତରୁ ଯାହା ପାଇବାର ପାଇଥିଲା, କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇନଥିଲା। ଏହା ଅଧିକ ଅନୁସନ୍ଧାନ ପାଇଁ ପ୍ରୟାସୀ ହେଲା। ନିଜର ଅଭ୍ୟନ୍ତର ନିରୀକ୍ଷଣ କରି, ନିଜ ଆତ୍ମା ମଧ୍ୟରେ ଅନୁସନ୍ଧାନ କରି ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲା। ଶେଷରେ ଉତ୍ତର ପାଇଥିଲା। ବେଦର ଏହି ଭାଗର ନାମ ଉପନିଷଦ ବା ବେଦାନ୍ତ ବା ଆରଣ୍ୟକ ବା ରହସ୍ୟ। ଏଠାରେ ଆମେ ଦେଖିବାକୁ ପାଉ ଯେ ଧର୍ମ ବାହ୍ୟ କ୍ରିୟାକଳାପରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ। ଏଠାରେ ଆମେ ଦେଖିବାକୁ ପାଉ ଆଧ୍ୟାତ୍ମିକ ବିଷୟ ସମୂହ ଜଡ଼ର ଭାଷାରେ ବର୍ଣ୍ଣିତ ନୁହେଁ,
ଆଧ୍ୟାତ୍ମିକ ଭାବ ସମୂହ ଚୈତନ୍ୟର ଭାଷାରେ ବର୍ଣ୍ଣିତ, ସୂକ୍ଷ୍ମ ତତ୍ତ୍ୱ ସମୂହ ତାହାର ଉପଯୁକ୍ତ ଭାଷାରେ ବର୍ଣ୍ଣିତ ହୋଇଛି। ଏଠାରେ ଅନ୍ୟ କୌଣସି ପ୍ରକାର ସ୍ଥୂଳ ଭାବ ନାହିଁ। ଆମେ ଯେଉଁ ସମସ୍ତ ବିଷୟ ନେଇ ସଚରାଚର ବ୍ୟସ୍ତ ଥାଉ, ସେ ସମସ୍ତ ସହିତ ଯୋଡ଼ାଯୋଡ଼ି କରି ସାମଞ୍ଜସ୍ୟ ଆଣିବାର ଚେଷ୍ଟା ନାହିଁ। ଉପନିଷଦର ମହାମନା ଋଷିଗଣ ମହାସାହସର ସହିତ ନିର୍ଭୟରେ କୌଣସି ପ୍ରକାର ଯୋଡ଼ାଯୋଡ଼ି ନ କରି ମାନବ ଜାତି ନିକଟରେ ମହତ୍ତର ସତ୍ୟ ସମୂହ ପ୍ରଚାର କରିଯାଇଥିଲେ। ବର୍ତ୍ତମାନ କାଳରେ ଏପରି ସାହସର ଧାରଣା କରି ହେବ ନାହିଁ। ଏହିପରି ଉଚ୍ଚତମ ସତ୍ୟ ଜଗତରେ ଆଉ କେବେ ହେଲେ ପ୍ରଚାରିତ ହୋଇନାହିଁ। ହେ ମୋର ସ୍ୱଦେଶୀଗଣ, ମୁଁ ତୁମମାନଙ୍କ ନିକଟରେ ସେଗୁଡ଼ିକୁ ବିବୃତ କରିବାକୁ ଚାହେଁ। ବେଦର ଏହି ଜ୍ଞାନକାଣ୍ଡ ଏକ ମହାସାଗର ସ୍ୱରୂପ। ଏହାର ବିନ୍ଦୁମାତ୍ର ବୁଝିବାକୁ ହେଲେ ଅନେକ ଜନ୍ମର ପ୍ରୟୋଜନ। ଏହି ଉପନିଷଦ ସମ୍ବନ୍ଧରେ ରାମାନୁଜ ଠିକ୍ କହିଛନ୍ତି ଯେ ବେଦାନ୍ତ ବେଦର ବା ଶ୍ରୁତିର ଶିରସ୍ୱରୂପ। ପ୍ରକୃତରେ ଏହା ବର୍ତ୍ତମାନ ଭାରତର ବାଇବେଲ ସ୍ୱରୂପ। ବେଦର କର୍ମକାଣ୍ଡକୁ ହିନ୍ଦୁମାନେ ଶ୍ରଦ୍ଧା ଦୃଷ୍ଟିରେ ଦେଖିଥାନ୍ତି, କିନ୍ତୁ ଆମେ ଜାଣୁ ପ୍ରକୃତପକ୍ଷେ ଶତ ଶତ ଯୁଗ ଧରି ଶ୍ରୁତି ଅର୍ଥ ଉପନିଷଦ କେବଳ ଉପନିଷଦକୁ ବୁଝାଇଛି। ଆମେ ଜାଣୁ ଆମମାନଙ୍କର ସମସ୍ତ ବଡ଼ ବଡ଼ ଦର୍ଶନକର୍ତ୍ତା ବ୍ୟାସ ବା ପତଞ୍ଜଳି ବା ଗୌତମ, ଏପରିକି ସକଳ ଦର୍ଶନଶାସ୍ତ୍ରର ଜନକ ସ୍ୱରୂପ ମହାପୁରୁଷ କପିଳ ମଧ୍ୟ ଯେତେବେଳେ ସେମାନଙ୍କ ମତ ସମର୍ଥକ ପ୍ରମାଣର ପ୍ରୟୋଜନ ହୋଇଛି, ସେତେବେଳେ ସେମାନେ ସମସ୍ତେ ଉପନିଷଦରୁ ଏହା ପାଇଛନ୍ତି, ଅନ୍ୟ କେଉଁଠାରୁ ନୁହେଁ। କାରଣ ଉପନିଷଦମାନଙ୍କରେ ସନାତନ ସତ୍ୟ ଅନନ୍ତ କାଳ ପାଇଁ ନିହିତ ରହିଛି। କେତେକ ସତ୍ୟ ଅଛି ଯାହା କେବଳ ବିଶେଷ ବିଶେଷ ଦେଶ କାଳ ପାତ୍ରରେ ବିଶେଷ ବିଶେଷ ଅବସ୍ଥାରେ ସତ୍ୟ। ସେଗୁଡ଼ିକ କେତେକ ଯୁଗର ବିଧାନ ହିସାବରେ ସତ୍ୟ। ପୁଣି ଆଉ କେତେଗୁଡ଼ିଏ ସତ୍ୟ ଅଛି ଯେଉଁଗୁଡ଼ିକ ମାନବ ପ୍ରକୃତି ଉପରେ ପ୍ରତିଷ୍ଠିତ। ଯେତେଦିନ ପର୍ଯ୍ୟନ୍ତ ମନୁଷ୍ୟର ଅସ୍ତିତ୍ୱ ରହିଥିବ, ସେତେଦିନ ପର୍ଯ୍ୟନ୍ତ ସେଗୁଡ଼ିକ ମଧ୍ୟ ଥିବ। ଏହି ଶେଷୋକ୍ତ ସତ୍ୟଗୁଡ଼ିକ ସାର୍ବଜନୀନ ଓ ସାର୍ବକାଳିକ। ପୁଣି ଯଦିବା ଆମମାନଙ୍କର ଭାରତୀୟ ସମାଜରେ ଅନେକ ନିଶ୍ଚିତ ପରିବର୍ତ୍ତନ ଘଟିଛି, ଆମମାନଙ୍କ ଆହାର ବିହାର ପୋଷାକ ପରିଚ୍ଛଦ ଉପାସନା ପ୍ରଣାଳୀ ଏ ସମସ୍ତ ଯଦିବା ଅନେକ ବଦଳି ଯାଇଛି, ତଥାପି ଏହି ଶ୍ରୌତ ସାର୍ବଜନୀନ ସତ୍ୟ ସମୂହ ବେଦାନ୍ତର ଏହି ଅପୂର୍ବ ତତ୍ତ୍ୱରାଶି ସ୍ୱମହିମାରେ ଅଟଳ ଅଜେୟ ଓ ଅବିନାଶୀ ଭାବରେ ବିଦ୍ୟମାନ ରହିଛି। ଉପନିଷଦରେ ଯେଉଁ ସମସ୍ତ ତତ୍ତ୍ୱ ବିଶେଷ ଭାବରେ ପରିସ୍ଫୁଟ ହୋଇଅଛି, ସେଗୁଡ଼ିକର ବୀଜ କିନ୍ତୁ କର୍ମକାଣ୍ଡରେ ପୂର୍ବରୁ ନିହିତ ଥିବାର ଦେଖିବାକୁ ପାଉ। ବ୍ରହ୍ମାଣ୍ଡ ତତ୍ତ୍ୱ ଯାହା ସକଳ ସମ୍ପ୍ରଦାୟର ବୈଦାନ୍ତିକ ଗଣଙ୍କୁ ମାନି ନେବାକୁ ହୋଇଛି, ଏପରିକି ମନୋବିଜ୍ଞାନ ତତ୍ତ୍ୱ ଯାହା ସମସ୍ତ ଭାରତୀୟ ଚିନ୍ତା ପ୍ରଣାଳୀର ମୂଳ ଭିତ୍ତି ସ୍ୱରୂପ, ତାହା ମଧ୍ୟ କର୍ମକାଣ୍ଡରେ ବିବୃତ ଓ ଜଗତ ସମକ୍ଷରେ ପ୍ରଚାରିତ ହୋଇଛି। ଅତଏବ ବେଦାନ୍ତର ଆଧ୍ୟାତ୍ମିକ ଭାଗର ବିଷୟ କହିବା ପୂର୍ବରୁ ତୁମମାନଙ୍କ ସମକ୍ଷରେ କର୍ମକାଣ୍ଡ ସମ୍ବନ୍ଧରେ କିଛି କହିବା ଆବଶ୍ୟକ। ପୁଣି ବେଦାନ୍ତ ଶବ୍ଦଟି କି ଅର୍ଥରେ ମୁଁ ବ୍ୟବହାର କରୁଛି, ତାହା ମୁଁ ପ୍ରଥମେ ତୁମମାନଙ୍କ ନିକଟରେ ପରିଷ୍କାର କରି କହିବାକୁ ଚାହେଁ। ଦୁଃଖର ବିଷୟ, ଆଜିକାଲି ଆମେ ପ୍ରାୟ ଗୋଟିଏ ବିଶେଷ ଭ୍ରମରେ ପଡ଼ିଥାଉ। ଆମେ ବେଦାନ୍ତ ଶବ୍ଦରେ କେବଳ ଅଦ୍ୱୈତବାଦକୁ ବୁଝିଥାଉ। ତୁମମାନଙ୍କର କିନ୍ତୁ ଏହା ସର୍ବଦା ମନେ ରଖିବା ଆବଶ୍ୟକ ଯେ ଭାରତବର୍ଷରେ ଆଜିକାଲି ସମସ୍ତ ଧର୍ମମତ ଅଧ୍ୟୟନ କରିବା ପାଇଁ ପ୍ରସ୍ଥାନତ୍ରୟ ସମଭାବେ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ। ପ୍ରଥମତଃ ଶ୍ରୁତି ଅର୍ଥାତ୍ ଉପନିଷଦ, ଦ୍ୱିତୀୟତଃ ବ୍ୟାସସୂତ୍ର। ଆମମାନଙ୍କର ଦର୍ଶନ ଶାସ୍ତ୍ର ସମୂହ ମଧ୍ୟରେ ଏହି ବ୍ୟାସସୂତ୍ର ହିଁ ସର୍ବାପେକ୍ଷା ପ୍ରାଧାନ୍ୟ ଲାଭ କରିଛି। ତାହାର କାରଣ ଏହି ଯେ ଏହା ପୂର୍ବବର୍ତ୍ତୀ ଅନ୍ୟାନ୍ୟ ଦର୍ଶନ ସମୂହର ସମଷ୍ଟି ଓ ଚରମ ପରିଣତି ସ୍ୱରୂପ। ଏହି ଦର୍ଶନ ଗୁଡ଼ିକ ମଧ୍ୟ ଯେ ପରସ୍ପର ବିରୋଧୀ ତାହା ନୁହେଁ। ଏଗୁଡ଼ିକ ମଧ୍ୟରେ ଗୋଟିଏ ଯେପରି ଅନ୍ୟଟିର ଭିତ୍ତି ସ୍ୱରୂପ। ଯେପରି ସତ୍ୟାନୁସନ୍ଧତ୍ସୁ ମାନବ ନିକଟରେ
ସତ୍ୟର କ୍ରମ ବିକାଶ ଦେଖାଇ ବ୍ୟାସସୂତ୍ରରେ ଚରମ ପରିଣତି ଲାଭ କରିଛି। ପୁଣି ଏହି ଉପନିଷଦ ଓ ବେଦାନ୍ତର ଅପୂର୍ବ ସତ୍ୟ ସମୂହର ପ୍ରଣାଳୀବଦ୍ଧ ବିନ୍ୟାସ ସ୍ୱରୂପ ବ୍ୟାସସୂତ୍ର ମଧ୍ୟରେ ବେଦାନ୍ତର ଭଗବତ୍ମୁଖ ବିନିସୃତ ଟୀକା ସ୍ୱରୂପ ଗୀତା ବିଦ୍ୟମାନ। ଏହି କାରଣରୁ ହିଁ ଦ୍ୱୈତବାଦୀ, ଅଦ୍ୱୈତବାଦୀ, ବୈଷ୍ଣବ ଭାରତର ଯେକୌଣସି ସମ୍ପ୍ରଦାୟ ହୁଅନ୍ତୁ ନା କାହିଁକି, ଯେଉଁମାନେ ନିଜକୁ ସନାତନ ମତାବଲମ୍ବୀ ବୋଲି ପ୍ରତିପନ୍ନ କରିବାକୁ ଚାହାନ୍ତି, ସେମାନେ ସମସ୍ତେ ଉପନିଷଦ, ଗୀତା ଓ ବ୍ୟାସସୂତ୍ରକୁ ସେମାନଙ୍କର ପ୍ରାମାଣିକ ଗ୍ରନ୍ଥ ରୂପେ ଗ୍ରହଣ କରିଥାନ୍ତି। ଆମେ ଦେଖିବାକୁ ପାଉ କି ଶଙ୍କରାଚାର୍ଯ୍ୟ, କି ରାମାନୁଜ, କି ମଧ୍ୱାଚାର୍ଯ୍ୟ, କି ବଲ୍ଲଭାଚାର୍ଯ୍ୟ, କି ଚୈତନ୍ୟ ଯେ କେହି ନୂତନ ସମ୍ପ୍ରଦାୟ ଗଠନ ପାଇଁ ଇଚ୍ଛା କରିଛନ୍ତି, ତାହାଙ୍କୁ ଏହି ତିନି ପ୍ରସ୍ଥାନ ଗ୍ରହଣ କରିବାକୁ ହୋଇଛି ଏବଂ ସେଗୁଡ଼ିକ ଉପରେ ଗୋଟିଏ ଲେଖାଏଁ ନୂତନ ଭାଷ୍ୟ ରଚନା କରିବାକୁ ହୋଇଛି। ଅତଏବ ଉପନିଷଦକୁ ଅବଲମ୍ବନ କରି ଯେଉଁ ସମସ୍ତ ବିଭିନ୍ନ ମତବାଦର ଉତ୍ପତ୍ତି ହୋଇଛି, ସେଗୁଡ଼ିକ ମଧ୍ୟରୁ ମାତ୍ର ଗୋଟିଏ ମତରେ ବେଦାନ୍ତ ଶବ୍ଦଟିକୁ ଆବଦ୍ଧ କରିବା ଅନ୍ୟାୟ। ବେଦାନ୍ତ ଶବ୍ଦ ପ୍ରକୃତପକ୍ଷେ ଏହି ଦ୍ୱୈତ, ବିଶିଷ୍ଟାଦ୍ୱୈତ ଓ ଅଦ୍ୱୈତ ସବୁ ମତଗୁଡ଼ିକୁ ବୁଝାଏ। ଅଦ୍ୱୈତବାଦୀମାନଙ୍କର ବେଦାନ୍ତୀ ବୋଲି ପରିଚୟ ଦେବାର ଯେପରି ଅଧିକାର ଅଛି, ରାମାନୁଜୀମାନଙ୍କର ମଧ୍ୟ ତଦ୍ରୂପ। ମୁଁ ଆଉ ଟିକିଏ ଅଗ୍ରସର ହୋଇ କହିବାକୁ ଚାହେଁ, ଆମେ ପ୍ରକୃତପକ୍ଷେ ହିନ୍ଦୁ ଶବ୍ଦ ଦ୍ୱାରା ବୈଦାନ୍ତିକ ବୋଲି ବୁଝିଥାଉ। ଏହି ବିଷୟ ପ୍ରତି ମୁଁ ତୁମମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ। ଏହି ତିନୋଟି ମତ ସ୍ମରଣାତୀତ କାଳରୁ ଭାରତରେ ପ୍ରଚଳିତ। ଶଙ୍କର ଅଦ୍ୱୈତବାଦର ଆବିଷ୍କାରକ ନୁହନ୍ତି। ଶଙ୍କରଙ୍କ ଆବିର୍ଭାବର ଅନେକ ଦିନ ପୂର୍ବରୁ ଏହା ବିଦ୍ୟମାନ ଥିଲା। ଶଙ୍କର ଏହାର ଜଣେ ଶ୍ରେଷ୍ଠ ପ୍ରତିନିଧି ମାତ୍ର। ରାମାନୁଜ ମତ ମଧ୍ୟ ତଦ୍ରୂପ। ରାମାନୁଜଙ୍କ ଜନ୍ମର ଅନେକ ପୂର୍ବରୁ ଯେ ଏହା ବିଦ୍ୟମାନ ଥିଲା, ତାହା ସେମାନଙ୍କ ମତର ଭାଷ୍ୟରୁ ଆମେ ଜାଣୁ। ଅନ୍ୟାନ୍ୟ ଯେଉଁ ସମସ୍ତ ଦ୍ୱୈତବାଦୀ ସମ୍ପ୍ରଦାୟ ସେମାନଙ୍କ ସଙ୍ଗେ ସଙ୍ଗେ ବିଦ୍ୟମାନ ରହିଛନ୍ତି, ସେମାନଙ୍କ ସମ୍ବନ୍ଧରେ ମଧ୍ୟ ଏହା ହିଁ କହିବାକୁ ହେବ। ପୁଣି ମୋର କ୍ଷୁଦ୍ର ଜ୍ଞାନରୁ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ ସେମାନେ ପରସ୍ପରର ବିରୋଧୀ ନୁହନ୍ତି। ଆମମାନଙ୍କର ଷଡ଼ଦର୍ଶନ ଯେପରି ମହାନ ତତ୍ତ୍ୱ ସମୂହର କ୍ରମ ବିକାଶ ମାତ୍ର, ଆରମ୍ଭ ଅତି ମୃଦୁ ଧ୍ୱନିରେ, ଶେଷରେ ଅଦ୍ୱୈତର ବଜ୍ର ନିର୍ଘୋଷରେ ପରିଣତି, ଏହିପରି ପୂର୍ବୋକ୍ତ ତିନୋଟି ମତରେ ଆମେ ଦେଖିବାକୁ ପାଉ ମନୁଷ୍ୟର ମନ ଉଚ୍ଚରୁ ଉଚ୍ଚତର ଆଦର୍ଶ ଦିଗକୁ ଅଗ୍ରସର ହୋଇଛି। ଅବଶେଷରେ ଅଦ୍ୱୈତବାଦର ସେହି ଅଦ୍ଭୁତ ଏକତ୍ୱରେ ସମସ୍ତ ପର୍ଯ୍ୟବସିତ ହୋଇଛି। ଅତଏବ ଏହି ତିନୋଟି ପରସ୍ପରର ବିରୋଧୀ ନୁହନ୍ତି। ଅନ୍ୟ ଦିଗରେ ମୁଁ ତୁମମାନଙ୍କୁ କହିବା ପାଇଁ ବାଧ୍ୟ ଯେ ଅନେକ ଏହି ଭ୍ରମରେ ପଡ଼ି ସେମାନେ ପରସ୍ପର ବିରୋଧୀ ବୋଲି କହିଛନ୍ତି। ଆମେ ଦେଖିବାକୁ ପାଉ ଅଦ୍ୱୈତବାଦୀଗଣ ଯେଉଁ ଶ୍ଳୋକଗୁଡ଼ିକରେ ବିଶେଷ ଭାବରେ ଅଦ୍ୱୈତବାଦର ଶିକ୍ଷା ଦିଆଯାଇଛି, ସେଗୁଡ଼ିକୁ ଯଥାଯଥ ଭାବରେ ରଖିଦେଇଛନ୍ତି। କିନ୍ତୁ ଯେଉଁଠାରେ ଦ୍ୱୈତବାଦ ଓ ବିଶିଷ୍ଟାଦ୍ୱୈତବାଦର ଉପଦେଶ ଅଛି, ସେଠାରେ ମଧ୍ୟ ଟାଣି ଅଟାରି ଅଦ୍ୱୈତ ଅର୍ଥ ପ୍ରକାଶ କରିଛନ୍ତି। ପୁଣି ଦ୍ୱୈତବାଦୀ ଆଚାର୍ଯ୍ୟଗଣ ଦ୍ୱୈତ ଶ୍ଳୋକଗୁଡ଼ିକର ଯଥାଯଥ ଅର୍ଥ କରି ଅଦ୍ୱୈତ ଶ୍ଳୋକଗୁଡ଼ିକ ଟାଣି ଅଟାରି ଦ୍ୱୈତବୋଧକ ଅର୍ଥ କରିଛନ୍ତି। ଅବଶ୍ୟ ସେମାନେ ମହାପୁରୁଷ, ଆମମାନଙ୍କର ଗୁରୁ ପଦବାଚ୍ୟ। ତେବେ ଏହା ମଧ୍ୟ କୁହାଯାଇଥାଏ, ଦଶାବାଚ୍ୟା ଗୁରୁରପି, ଗୁରୁଙ୍କର ମଧ୍ୟ ଦୋଷ ଧରିବା ଉଚିତ। ମୋର ମତ ଏହି ଯେ କେବଳ ଏହି ବିଷୟରେ ସେମାନେ ଭ୍ରମରେ ପଡ଼ିଛନ୍ତି। ଶାସ୍ତ୍ରର ବିକୃତ ଅର୍ଥ କରିବାର ପ୍ରୟୋଜନ ନାହିଁ। କୌଣସି ପ୍ରକାର ଅସାଧୁତା ଅବଲମ୍ବନ କରି ଧର୍ମ ବ୍ୟାଖ୍ୟାର ଆବଶ୍ୟକତା ନାହିଁ। ବ୍ୟାକରଣର ମାରପେଞ୍ଚ ନୀତି ପ୍ରୟୋଗର ଦରକାର ନାହିଁ। ଯେଉଁ ସମସ୍ତ ଶ୍ଳୋକ ଦ୍ୱାରା ଯେଉଁ ସବୁ ଭାବ କେବେ ହେଲେ ଉଦ୍ଦିଷ୍ଟ ହୋଇନାହିଁ, ସେହି ଶ୍ଳୋକ ସମୂହ ମଧ୍ୟରେ ନିଜ ନିଜ ଭାବ ସମୂହ ପ୍ରବେଶ କରାଇବାର କୌଣସି ପ୍ରୟୋଜନ ନାହିଁ। ଶ୍ଳୋକର ସିଧାସଳଖ ଅର୍ଥ ବୁଝିବା ଅତି ସହଜ ଏବଂ ଯେତେବେଳେ ତୁମେମାନେ ଅଧିକାର ଭେଦରେ ଅପୂର୍ବ ରହସ୍ୟ ବୁଝିବ, ସେତେବେଳେ ତୁମମାନଙ୍କ ନିକଟରେ ଏହା ସହଜ ବୋଲି ପ୍ରତୀୟମାନ ହେବ। ଏହା ସତ୍ୟ ଯେ ଉପନିଷଦ ଗୁଡ଼ିକର ଲକ୍ଷ୍ୟ ବିଷୟ ଗୋଟିଏ। କ'ଣ ସେହି ବସ୍ତୁ ଯାହା ଜାଣିଲେ ସବୁ କିଛି ଜଣାପଡ଼େ। ମୁଣ୍ଡକ ଉପନିଷଦରେ କୁହାଯାଇଛି,
କସ୍ମିନ୍ନୁ ଭଗବ ବିଜ୍ଞାତେ ସର୍ବମ୍ ଇଦଂ ବିଜ୍ଞାତଂ ଭବତୀତି। ଆଧୁନିକ କାଳର ଭାଷାରେ କହିବାକୁ ଗଲେ ଉପନିଷଦର ଉଦ୍ଦିଷ୍ଟ ବିଷୟ ଚରମ ଏକତ୍ୱ ଆବିଷ୍କାର ପାଇଁ ଚେଷ୍ଟା, ପୁଣି ବହୁତ୍ୱ ମଧ୍ୟରେ ଏକତ୍ୱ ଅନୁସନ୍ଧାନ କରିବା ହିଁ ଜ୍ଞାନ। ସମସ୍ତ ବିଜ୍ଞାନ ଏହି ଭିତ୍ତି ଉପରେ ହିଁ ପ୍ରତିଷ୍ଠିତ। ସମସ୍ତ ମାନବୀୟ ଜ୍ଞାନ ବହୁତ୍ୱ ମଧ୍ୟରେ ଏକତ୍ୱ ଅନୁସନ୍ଧାନର ଚେଷ୍ଟା ଉପରେ ପ୍ରତିଷ୍ଠିତ। ଯଦି କେତେକ ଘଟଣାଚକ୍ରରେ ଏକତ୍ୱ ଅନୁସନ୍ଧାନ କ୍ଷୁଦ୍ର କ୍ଷୁଦ୍ର ମାନବୀୟ ବିଜ୍ଞାନର କାର୍ଯ୍ୟ ହୁଏ, ଯେତେବେଳେ ଏହି ଅପୂର୍ବ ବୈଚିତ୍ର୍ୟପୂର୍ଣ୍ଣ ଜଗତ୍ ପ୍ରପଞ୍ଚ ମଧ୍ୟରେ ଯାହା ନାମ ରୂପରେ ସହସ୍ରଧା ବିଭିନ୍ନ, ଯେଉଁଠାରେ ଜଡ଼ ଚୈତନ୍ୟରେ ଭେଦ, ଯେଉଁଠାରେ ପ୍ରତ୍ୟେକ ଚିତ୍ତବୃତ୍ତି ଅନ୍ୟଠାରୁ ଭିନ୍ନ, ଯେଉଁଠାରେ ପ୍ରତ୍ୟେକ ରୂପ ଅନ୍ୟଠାରୁ ପୃଥକ୍, ଯେଉଁଠାରେ ପ୍ରତ୍ୟେକ ବସ୍ତୁଠାରୁ ପ୍ରତ୍ୟେକ ବସ୍ତୁର ପାର୍ଥକ୍ୟ ବିଦ୍ୟମାନ, ସେହି ଜଗତ୍ ପ୍ରପଞ୍ଚ ମଧ୍ୟରେ ଏକତ୍ୱ ଆବିଷ୍କାର କରିବା ଯଦି ଆମମାନଙ୍କର ଉଦ୍ଦେଶ୍ୟ ହୁଏ, ତେବେ ଏହା କେଡ଼େ ଗୁରୁତର ବିଷୟ ଭାବି ଦେଖ। କିନ୍ତୁ ଏହି ସମସ୍ତ ଭିନ୍ନ ଭିନ୍ନ ଅନନ୍ତ ଲୋକ, ଏହି ସମସ୍ତ ବିଭିନ୍ନତା ମଧ୍ୟରେ ଏକତ୍ୱ ଆବିଷ୍କାର କରିବା ହିଁ ଉପନିଷଦର ଲକ୍ଷ୍ୟ। ଆମେମାନେ ଏହା ହିଁ ବୁଝିଥାଉ। ଅନ୍ୟ ଦିଗରେ ପୁଣି ଅରୁନ୍ଧତୀ ନ୍ୟାୟ ପ୍ରୟୋଗ କରିବାକୁ ହେବ। ଅରୁନ୍ଧତୀ ନକ୍ଷତ୍ର କାହାକୁ ଦେଖାଇବାକୁ ହେଲେ ଏହା ନିକଟସ୍ଥ କୌଣସି ବୃହତ୍ତର ଓ ଉଜ୍ଜ୍ୱଳତର ନକ୍ଷତ୍ର ଦେଖାଇ ଏଥିରେ ଦୃଷ୍ଟି ସ୍ଥିର ହେଲା ପରେ କ୍ଷୁଦ୍ରତର ଅରୁନ୍ଧତୀ ଦେଖାଇବାକୁ ହୁଏ। ଏହିପରି ସୂକ୍ଷ୍ମତମ ବ୍ରହ୍ମତତ୍ତ୍ୱ ପୂର୍ବରୁ ଅନ୍ୟାନ୍ୟ ଅନେକ ସ୍ଥୂଳତର ଭାବ ବୁଝାଇ ପରେ କ୍ରମଶଃ ଉଚ୍ଚତର ଭାବର ଉପଦେଶ ଦିଆଯାଇଛି। ମୋର ଏକଥା ପ୍ରମାଣ କରିବା ପାଇଁ ଅନ୍ୟ କିଛି କରିବାକୁ ହେବ ନାହିଁ। କେବଳ ତୁମମାନଙ୍କୁ ଉପନିଷଦ ଦେଖାଇଦେଲେ ହିଁ ହେବ। ତାହେଲେ ତୁମେମାନେ ବୁଝିପାରିବ। ପ୍ରାୟ ପ୍ରତ୍ୟେକ ଅଧ୍ୟାୟର ଆରମ୍ଭରେ ଦ୍ୱୈତବାଦ ଉପାସନାର ଉପଦେଶ। ପ୍ରଥମତଃ ତାହାଙ୍କୁ ଜଗତର ସୃଷ୍ଟି ସ୍ଥିତି ପ୍ରଳୟକର୍ତ୍ତା ରୂପେ ନିର୍ଦ୍ଦେଶ କରାଯାଇଛି। ସେ ଆମମାନଙ୍କର ଉପାସ୍ୟ, ଶାସ୍ତା, ବହିଃପ୍ରକୃତି ଓ ଅନ୍ତଃପ୍ରକୃତିର ନିୟନ୍ତା। ତଥାପି ସେ ଯେପରି ପ୍ରକୃତିର ବାହାରେ ରହିଛନ୍ତି। ପୁଣି ଗୋଟିଏ ପାଦ ଅଗ୍ରସର ହେଲେ ଦେଖିବାକୁ ପାଇବା, ଯେଉଁ ଆଚାର୍ଯ୍ୟ ପୂର୍ବୋକ୍ତ ଶିକ୍ଷା ଦେଇଛନ୍ତି, ସେ ପୁଣି ଉପଦେଶ ଦେଉଛନ୍ତି ଯେ ଈଶ୍ୱର ପ୍ରକୃତି ବାହାରେ ନୁହନ୍ତି, ପ୍ରକୃତି ଭିତରେ ହିଁ ବିଦ୍ୟମାନ ରହିଛନ୍ତି। ଅବଶେଷରେ ଏହି ଦୁଇଟି ଭାବ ପରିତ୍ୟକ୍ତ ହୋଇଛି। ଯାହା କିଛି ସତ୍ୟ ସବୁ ସେହି, କୌଣସି ଭେଦ ନାହିଁ। ତତ୍ତ୍ୱମସି ଶ୍ୱେତକେତ। ଯିଏ ସମଗ୍ର ଜଗତର ଅଭ୍ୟନ୍ତରରେ ରହିଛନ୍ତି, ସେ ସେହି ମାନବାତ୍ମା ମଧ୍ୟରେ ବିଦ୍ୟମାନ। ଏହା ହିଁ ଶେଷରେ ଘୋଷଣା କରାଯାଇଛି। ଏଠାରେ ଆଉ କୌଣସି ପ୍ରକାର ରଫା ନାହିଁ। ଏଠାରେ ଆଉ ଅନ୍ୟର ମତାମତ ପାଇଁ ଅପେକ୍ଷା ବା ଭୟ ନାହିଁ। ସତ୍ୟ, ନିରାବରଣ ସତ୍ୟ ଏଠାରେ ସୁସ୍ପଷ୍ଟ ନିର୍ଭୀକ ଭାଷାରେ ପ୍ରଚାରିତ ହୋଇଛି ଏବଂ ବର୍ତ୍ତମାନ ମଧ୍ୟ ଆମମାନଙ୍କର ସେପରି ନିର୍ଭୀକ ଭାଷାରେ ପ୍ରଚାର କରିବା ପାଇଁ ଭୟର କାରଣ ନାହିଁ। ଈଶ୍ୱରଙ୍କ କୃପାରୁ ଅନ୍ତତଃ ମୁଁ ଏହିପରି ନିର୍ଭୀକ ପ୍ରଚାରକ ହେବା ପାଇଁ ଭରସା ରଖେ। ବର୍ତ୍ତମାନ ପୂର୍ବ ପ୍ରସଙ୍ଗର ଅନୁବୃତ୍ତି କରି ପ୍ରଥମେ ଜ୍ଞାତବ୍ୟ ତତ୍ତ୍ୱଗୁଡ଼ିକର ଆଲୋଚନା କରାଯାଉ। ପ୍ରଥମତଃ ସକଳ ବୈଦାନ୍ତିକ ସମ୍ପ୍ରଦାୟ ଯେଉଁଥିରେ ଏକମତ, ସେହି ଜଗତ୍ ସୃଷ୍ଟି ପ୍ରକରଣ ଏବଂ ମନସ୍ତତ୍ତ୍ୱ ସମ୍ବନ୍ଧରେ ବୁଝିବାକୁ ହେବ। ମୁଁ ପ୍ରଥମେ ଜଗତ୍ ସୃଷ୍ଟି ପ୍ରକରଣ ସମ୍ବନ୍ଧରେ ଆଲୋଚନା କରିବି। ଆଜିକାଲି ଆଧୁନିକ ବିଜ୍ଞାନର ଅଦ୍ଭୁତ ଆବିଷ୍କ୍ରିୟା ସମୂହ ଯେପରି ବଜ୍ର ବେଗରେ ଆମମାନଙ୍କ ଉପରେ ପତିତ ହୋଇ ଆମେ ଯାହା କେବେ ସ୍ୱପ୍ନରେ ଭାବିନାହୁଁ, ଏହିପରି ଅଦ୍ଭୁତ ତତ୍ତ୍ୱ ସମୂହର ସମ୍ମୁଖୀନ କରୁଛି। କିନ୍ତୁ ଏଗୁଡ଼ିକରୁ ଅଧିକାଂଶ ବହୁ ଯୁଗ ପୂର୍ବରୁ ଆବିଷ୍କୃତ ସତ୍ୟ ସମୂହର ପୁନରାବିଷ୍କ୍ରିୟା ମାତ୍ର। ଆଧୁନିକ ବିଜ୍ଞାନ ଏହି ସେଦିନ ଆବିଷ୍କାର କରିଛି ଯେ ଉତ୍ତାପ, ତଡ଼ିତ୍, ଚୁମ୍ବକ ଶକ୍ତି ପ୍ରଭୃତି ବିଭିନ୍ନ ନାମରେ ପରିଚିତ ସମସ୍ତ ଶକ୍ତିକୁ ଏକ ଶକ୍ତିରେ ପରିଣତ କରାଯାଇପାରେ। ସୁତରାଂ ଲୋକେ ଏଗୁଡ଼ିକୁ ଯେକୌଣସି ନାମରେ ଅଭିହିତ କରନ୍ତୁ, ବିଜ୍ଞାନ ଏକମାତ୍ର ନାମ ଦ୍ୱାରା ହିଁ ଏହାକୁ ଅଭିହିତ କରିଥାଏ। କିନ୍ତୁ ସଂହିତାରେ ମଧ୍ୟ ଏହା ଅତି ପ୍ରାଚୀନ ହେଲେ ମଧ୍ୟ ଏଥିରେ ସେହି ଶକ୍ତିର ଏପରି ଧାରଣା ଦେଖିବାକୁ ମିଳେ। ମାଧ୍ୟାକର୍ଷଣ କହ, ଉତ୍ତାପ କହ,
ତଡ଼ିତ୍ କହ, ଚୁମ୍ବକ ଶକ୍ତି କହ ଅଥବା ଅନ୍ତଃକରଣର ଚିନ୍ତା ଶକ୍ତି କହ, ସବୁ ଗୋଟିଏ ଶକ୍ତିର ପ୍ରକାଶ ମାତ୍ର ଏବଂ ସେହି ଏକ ଶକ୍ତିର ନାମ ପ୍ରାଣ। ପ୍ରାଣ କ'ଣ? ପ୍ରାଣ ଅର୍ଥ ସ୍ପନ୍ଦନ। ଯେତେବେଳେ ସମସ୍ତ ବ୍ରହ୍ମାଣ୍ଡ ଲୀନ ହୋଇଯାଏ ସେତେବେଳେ ଏହି ଅନନ୍ତ ଶକ୍ତି ସମୂହ କେଉଁଆଡ଼େ ଯାଏ? ଏଗୁଡ଼ିକ କ'ଣ ଲପ ହୁଏ ବୋଲି ମନେକର? କେବେ ନୁହେଁ। ଯଦି କହ ଏକାବେଳକେ ଶକ୍ତି ରାଶି ଧ୍ୱଂସ ହୋଇଯାଏ ତେବେ କେଉଁ ବୀଜରୁ ପୁଣି ଆଗାମୀ ଜଗତ ତରଙ୍ଗ ପ୍ରସ୍ତୁତ ହେବ? କାରଣ ଏହି ଗତି ତ ଚିରକାଳ ଧରି ତରଙ୍ଗ ଆକାରରେ ଚାଲିଛି। ଥରେ ଉଠୁଛି, ପୁଣି ପଡ଼ୁଛି, ପୁଣି ଉଠୁଛି, ପୁଣି ପଡ଼ୁଛି, ଏହିପରି ଅନନ୍ତ କାଳ ଧରି ଚାଲିଛି। ଏହି ଜଗତ ପ୍ରପଞ୍ଚର ବିକାଶକୁ ଆମ ଶାସ୍ତ୍ରରେ ସୃଷ୍ଟି କହନ୍ତି। ସୃଷ୍ଟ ଏବଂ ଇଂରାଜୀ କ୍ରିଏସନ୍, ଏହି ଦୁଇଟି ଶବ୍ଦ ଏକାର୍ଥକ ନୁହେଁ। ଇଂରାଜୀରେ ସଂସ୍କୃତ ଶବ୍ଦଗୁଡ଼ିକ ଠିକ୍ ଠିକ୍ ଅନୁଦିତ ହୋଇପାରିବ ନାହିଁ। ଯାହା ତାହା ଭାବରେ ଅନୁବାଦ କରି ଆମମାନଙ୍କୁ କହିବାକୁ ହୁଏ। ସୃଷ୍ଟି ଶବ୍ଦର ଠିକ୍ ଅର୍ଥ ପ୍ରକାଶ ପାଇବା, ବାହାର ହେବା। ଜଗତ ପ୍ରପଞ୍ଚ ପ୍ରଳୟ ସମୟରେ ସୂକ୍ଷ୍ମାତ୍ ସୂକ୍ଷ୍ମତର ହୋଇ ଯେଉଁଥିରୁ ଏହାର ଉତ୍ପତ୍ତି ହୋଇଥିଲା ସେହି ପ୍ରାଥମିକ ଅବସ୍ଥାରେ ପରିଣତ ହୁଏ। କିଛି କାଳ ପାଇଁ ଏହି ଅବସ୍ଥାରେ ଶାନ୍ତ ଭାବରେ ରହେ, ପୁଣି କ୍ରମଶଃ ପ୍ରକାଶ ଉନ୍ମୁଖ ହୁଏ। ଏହା ହିଁ ସୃଷ୍ଟି। ପୁଣି ପ୍ରାଣରୂପିଣୀ ଏହି ଶକ୍ତିଗୁଡ଼ିକର କ'ଣ ହୁଏ? ସେଗୁଡ଼ିକ ଆଦି ପ୍ରାଣରେ ବିଲୀନ ହୁଏ। ଏହି ପ୍ରାଣ ସେତେବେଳେ ପ୍ରାୟ ଗତିହୀନ ହୁଏ, ସମ୍ପୂର୍ଣ୍ଣ ରୂପେ ଗତିଶୂନ୍ୟ କେବେ ହୁଏ ନାହିଁ। ବୈଦିକ ସୂକ୍ତର ଆନିଦବାତଂ ଗତିହୀନ ଭାବରେ ସ୍ପନ୍ଦିତ ହୋଇଥିଲା। ଏହି ବାକ୍ୟ ଦ୍ୱାରା ଏହି ତତ୍ତ୍ୱ ବର୍ଣ୍ଣନା କରାଯାଇଛି। ବେଦର ଅନେକ ପାରିଭାଷିକ ଶବ୍ଦର ଅର୍ଥ ନିର୍ଣ୍ଣୟ ଅତିଶୟ କଠିନ। ଉଦାହରଣ ସ୍ୱରୂପ ଏହି ବାତ ଶବ୍ଦ ଧର, କେବେ କେବେ ଏହା ବାୟୁକୁ ବୁଝାଏ, କେବେ କେବେ ଗତିକୁ ବୁଝାଏ। ଲୋକେ ଅନେକ ସମୟରେ ଏହି ଦୁଇ ଅର୍ଥକୁ ନେଇ ଭ୍ରମରେ ପଡ଼ନ୍ତି। ଏ ବିଷୟରେ ସାବଧାନ ହେବାକୁ ପଡ଼ିବ। ପୁଣି ସେତେବେଳେ ଭୂତର ବା ଜଡ଼ ପଦାର୍ଥର କି ଅବସ୍ଥା ହୁଏ? ଶକ୍ତି ସର୍ବଭୂତରେ ଅତପ୍ରତ ଭାବରେ ରହିଛି। ସମସ୍ତ ଭୂତ ସେହି ସମୟରେ ଆକାଶରେ ଲୀନ ହୁଏ। ପୁଣି ଆକାଶରୁ ସମୁଦାୟ ଭୂତର ପ୍ରକାଶ ହୁଏ। ଏହି ଆକାଶ ହିଁ ଆଦିଭୂତ। ଏହି ଆକାଶ ପ୍ରାଣର ଶକ୍ତିରେ ସ୍ପନ୍ଦିତ ହୋଇଥାଏ। ପୁଣି ଯେତେବେଳେ ନୂତନ ସୃଷ୍ଟି ହୋଇଥାଏ ସେତେବେଳେ ସ୍ପନ୍ଦନ ଯେତିକି ଯେତିକି ଦ୍ରୁତ ହୁଏ ସେତେ ଶୀଘ୍ର ଏହି ଆକାଶ ତରଙ୍ଗାୟିତ ହୋଇ ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର ଆଦିର ଆକାର ଧାରଣ କରେ। ଅନ୍ୟ ସ୍ଥଳରେ ଅଛି, ତଦିଦଂ କିଞ୍ଚ ଜଗତ୍ ସର୍ବଂ ପ୍ରାଣୟତି ନିଃସୃତମ୍। ଏହି ଜଗତରେ ଯାହା କିଛି ଅଛି ପ୍ରାଣ କମ୍ପିତ ହେଲେ ସବୁକିଛି ବାହାର ହୋଇଥାଏ। ଏଠାରେ ଏଜତି ଶବ୍ଦଟି ଲକ୍ଷ୍ୟ କର। ଏଜ୍ ଧାତୁର ଅର୍ଥ କମ୍ପିତ ହେବା। ନିଃସୃତମ୍ ଶବ୍ଦର ଅର୍ଥ ବାହାରେ ପ୍ରକ୍ଷିପ୍ତ। ୟଦିଦଂ କିଞ୍ଚ ଜଗତରେ ଯାହା କିଛି ଅଛି। ଜଗତ ପ୍ରପଞ୍ଚର ସୃଷ୍ଟିର ଏହି କିଞ୍ଚିତ୍ ଆଭାସ ଦିଆଗଲା। ଏହା ବ୍ୟତୀତ ବିସ୍ତୃତ ଭାବରେ କହିବାକୁ ଗଲେ ଅନେକ କଥା କହିବାକୁ ପଡ଼ିବ। କେଉଁ ପ୍ରଣାଳୀରେ ସୃଷ୍ଟି ହୁଏ, କିପରି ପ୍ରଥମେ ଆକାଶର ଏବଂ ଆକାଶରୁ ଅନ୍ୟାନ୍ୟ ବସ୍ତୁର ଉତ୍ପତ୍ତି ହୁଏ, ଆକାଶର କମ୍ପନରୁ ବାୟୁର ଉତ୍ପତ୍ତି କିପରି ହୁଏ ଇତ୍ୟାଦି ଅନେକ ବିଷୟ କହିବାକୁ ପଡ଼ିବ। ତେବେ ଏଥିରେ ଗୋଟିଏ କଥା ସ୍ପଷ୍ଟ ଯେ ସୂକ୍ଷ୍ମରୁ ସ୍ଥୂଳର ଉତ୍ପତ୍ତି ହୋଇଥାଏ। ସର୍ବଶେଷରେ ସ୍ଥୂଳଭୂତ ଉତ୍ପନ୍ନ ହୁଏ। ଏହା ହିଁ ସର୍ବାପେକ୍ଷା ବାହ୍ୟ ବସ୍ତୁ ଏବଂ ଏହାର ପଶ୍ଚାତରେ ସୂକ୍ଷ୍ମଭୂତ ରହିଛି। ଏତେ ଦୂର ବିଶ୍ଳେଷଣ କରି ମଧ୍ୟ ଆମେ ଦେଖିବାକୁ ପାଇଲୁ ଯେ ସମସ୍ତ ଜଗତକୁ ଦୁଇଟି ତତ୍ତ୍ୱରେ ପର୍ଯ୍ୟବସିତ କରାଯାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଚରମ ଏକତ୍ୱରେ ପହଞ୍ଚିବା ହୋଇନାହିଁ। ଶକ୍ତିବର୍ଗ ପ୍ରାଣ ରୂପକ ଏକ ଶକ୍ତିରେ ଏବଂ ଜଡ଼ବର୍ଗ ଆକାଶ ରୂପକ ଏକ ବସ୍ତୁରେ ପର୍ଯ୍ୟବସିତ ହୋଇଛି। ଏହି ଦୁଇଟି ମଧ୍ୟରୁ କ'ଣ ପୁଣି କୌଣସି ପ୍ରକାର ଏକତ୍ୱ ବାହାର କରାଯାଇପାରେ? ଏଗୁଡ଼ିକୁ କ'ଣ ଗୋଟିଏ ତତ୍ତ୍ୱରେ ପର୍ଯ୍ୟବସିତ କରାଯାଇପାରେ? ଆମମାନଙ୍କର ଆଧୁନିକ ବିଜ୍ଞାନ ଏଠାରେ ନୀରବ, କୌଣସି ପ୍ରକାର ମୀମାଂସା କରିପାରି ନାହିଁ। ଏବଂ ଯଦି ଏହାର ମୀମାଂସା କରିବାକୁ ହୁଏ ତେବେ ପ୍ରାଚୀନମାନେ ଯେପରି ଆକାଶ ଓ ପ୍ରାଣର ପୁନରାବିଷ୍କାର କରିଛନ୍ତି ସେହିପରି ସେହି ପ୍ରାଚୀନମାନଙ୍କ ପଥରେ ଏହାକୁ ଚାଲିବାକୁ ହେବ। ଆକାଶ ଓ ପ୍ରାଣ ଯେଉଁ ଏକତତ୍ୱରୁ ଉଦ୍ଭୂତ ସେ ସେହି ସର୍ବବ୍ୟାପୀ ସତ୍ତା ଯିଏ ପୁରାଣରେ ବ୍ରହ୍ମା,
ଚତୁର୍ମୁଖ ବ୍ରହ୍ମା ବୋଲି ପରିଚିତ ଏବଂ ଯାହାଙ୍କୁ ମହତ୍ ନାମରେ ମନୋବିଜ୍ଞାନରେ କୁହାଯାଇଛି, ତାହା ମସ୍ତିଷ୍କ ରୂପକ ଫାନ୍ଦରେ ଆବଦ୍ଧ ସେହି ମହତ୍ର କିୟଦଂଶ। ଜଗତର ସମସ୍ତ ମସ୍ତିଷ୍କ ଜାଲରେ ଆବଦ୍ଧ ବ୍ୟଷ୍ଟି ମନର ଯୋଗଫଳ ହିଁ ସମଷ୍ଟି ମନ। କିନ୍ତୁ ଏହି ପର୍ଯ୍ୟନ୍ତ ବିଶ୍ଳେଷଣର ଶେଷ ହୋଇନାହିଁ, ଏହା ଆହୁରି ଦୂରକୁ ଅଗ୍ରସର ହୋଇଥିଲା। ଆମେ ପ୍ରତ୍ୟେକ ଯେପରି ଗୋଟିଏ ଗୋଟିଏ କ୍ଷୁଦ୍ର ବ୍ରହ୍ମାଣ୍ଡ ଏବଂ ସମଗ୍ର ଜଗତ ବୃହତ୍ ବ୍ରହ୍ମାଣ୍ଡ। ପୁଣି ବ୍ୟଷ୍ଟିରେ ଯାହା ହେଉଛି ତାହା ସମଷ୍ଟିରେ ମଧ୍ୟ ଘଟୁଛି। ଏହା ଆମେ ଅନାୟାସରେ ଅନୁମାନ କରିପାରୁ। ଯଦି ଆମେ ଆମ ନିଜ ମନକୁ ବିଶ୍ଳେଷଣ କରିପାରୁ, ତେବେ ସମଷ୍ଟି ମନରେ କ'ଣ ଘଟୁଛି ତାହା ମଧ୍ୟ ଅନେକ ପରିମାଣରେ ନିଶ୍ଚିତ ଭାବରେ ଜାଣିପାରନ୍ତୁ। ବର୍ତ୍ତମାନ ପ୍ରଶ୍ନ ହିଁ ମନ କ'ଣ? ବର୍ତ୍ତମାନ କାଳରେ ପାଶ୍ଚାତ୍ୟ ଦେଶରେ ଜଡ଼ ବିଜ୍ଞାନର ଦ୍ରୁତ ଉନ୍ନତି ସଙ୍ଗେ ସଙ୍ଗେ ଶରୀର ବିଜ୍ଞାନ ଯେପରି ଧୀରେ ଧୀରେ ପ୍ରାଚୀନ ଧର୍ମର ଗୋଟିକ ପରେ ଗୋଟିଏ ଦୁର୍ଗ ଅଧିକାର କରିନେଉଛି, ପାଶ୍ଚାତ୍ୟମାନେ ଆଉ ଠିଆ ହେବାକୁ ସ୍ଥାନ ପାଉନାହାନ୍ତି। କାରଣ ଆଧୁନିକ ଶରୀର ବିଜ୍ଞାନ ଶାସ୍ତ୍ର ପ୍ରତିପଦରେ ମନକୁ ମସ୍ତିଷ୍କ ସହିତ ମିଶାଉଥିବାର ଦେଖି ସେମାନେ ଅଡ଼ୁଆରେ ପଡ଼ିଛନ୍ତି। କିନ୍ତୁ ଭାରତବର୍ଷରେ ଆମେ ଏହା ବରାବର ଜାଣୁ। ହିନ୍ଦୁ ବାଳକକୁ ପ୍ରଥମେ ଏହି ତତ୍ତ୍ୱ ଶିଖିବାକୁ ହୁଏ ଯେ ମନ ଜଡ଼ ପଦାର୍ଥ, ତେବେ ଏହା ସୂକ୍ଷ୍ମତର ଜଡ଼। ଆମମାନଙ୍କର ଏହି ଦେହ ସ୍ଥୂଳ, କିନ୍ତୁ ଏହି ଦେହର ପଶ୍ଚାତରେ ସୂକ୍ଷ୍ମ ଶରୀର ବା ମନ ରହିଛି। ଏହା ମଧ୍ୟ ଜଡ଼, କିନ୍ତୁ ସୂକ୍ଷ୍ମତର, ଏହା ଆତ୍ମା ନୁହେଁ। ମୁଁ ଏହି ଆତ୍ମା ଶବ୍ଦଟି ତୁମମାନଙ୍କ ନିକଟରେ ଇଂରାଜୀରେ ଅନୁବାଦ କରିପାରୁନାହିଁ, କାରଣ ୟୁରୋପରେ ଆତ୍ମା ଶବ୍ଦର କୌଣସି ପ୍ରତିପାଦ୍ୟ ଭାବ ନାହିଁ। ଅତଏବ ଏହି ଶବ୍ଦଟି ଅନୁବାଦର ଅଯୋଗ୍ୟ। ଜର୍ମାନୀ ଦାର୍ଶନିକଗଣ ଆଜିକାଲି ଏହି ଆତ୍ମା ଶବ୍ଦଟିକୁ ସେଲ୍ଫ ଶବ୍ଦ ଦ୍ୱାରା ଅନୁଦିତ କରିଛନ୍ତି। କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଏହି ଶବ୍ଦଟି ସର୍ବବାଦୀ ସମ୍ମତିକ୍ରମେ ଗୃହୀତ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଏହା ବ୍ୟବହାର କରିବା ଅସମ୍ଭବ। ତେଣୁ ଏହା ସେଲ୍ଫ କହ ବା ଅନ୍ୟ ଯାହା କିଛି କହ, ଆମମାନଙ୍କର ଆତ୍ମା ବ୍ୟତୀତ ଆଉ କିଛି ନୁହେଁ। ଏହି ଆତ୍ମା ହିଁ ମନୁଷ୍ୟର ଅଭ୍ୟନ୍ତରରେ ଯଥାର୍ଥ ମନୁଷ୍ୟ। ଏହି ଆତ୍ମା ହିଁ ଜଡ଼ମନକୁ ନିଜର ଯନ୍ତ୍ର ଅଥବା ମନୋବିଜ୍ଞାନର ଭାଷାରେ ଏହାର ଅନ୍ତଃକରଣ ରୂପରେ ବ୍ୟବହାର କରେ ଏବଂ ମନ କେତେଗୁଡ଼ିଏ ଆଭ୍ୟନ୍ତରିକ ଯନ୍ତ୍ର ସାହାଯ୍ୟରେ ଦେହର ଦୃଶ୍ୟମାନ ଯନ୍ତ୍ରଗୁଡ଼ିକ ଉପରେ କାର୍ଯ୍ୟ କରେ। ଏହି ମନ କ'ଣ? ଏହି ସେଦିନ ପାଶ୍ଚାତ୍ୟ ଦାର୍ଶନିକ କ'ଣ ଜାଣିପାରିଛନ୍ତି ଯେ ଚକ୍ଷୁ ପ୍ରକୃତ ପକ୍ଷେ ଦର୍ଶନେନ୍ଦ୍ରିୟ ନୁହେଁ, କିନ୍ତୁ ଏହାର ପଶ୍ଚାତରେ ପ୍ରକୃତ ଇନ୍ଦ୍ରିୟ ବିଦ୍ୟମାନ ଏବଂ ଯଦି ଏହା ନଷ୍ଟ ହୋଇଯାଏ, ତେବେ ସହସ୍ର ଲୋଚନ ଇନ୍ଦ୍ରଙ୍କ ପରି ମନୁଷ୍ୟର ସହସ୍ର ଚକ୍ଷୁ ଥିଲେ ମଧ୍ୟ ସେ କିଛି ଦେଖିପାରିବ ନାହିଁ। ତୁମମାନଙ୍କର ଦର୍ଶନ ଏହି ସିଦ୍ଧାନ୍ତ ଧରି ପ୍ରଥମେ ଅଗ୍ରସର ହୁଏ ଯେ ଦୃଷ୍ଟି କହିଲେ ବାହ୍ୟ ଦୃଷ୍ଟିକୁ ବୁଝାଏ ନାହିଁ। ପ୍ରକୃତ ଦୃଷ୍ଟି ଅନ୍ତରିନ୍ଦ୍ରିୟର ଆଭ୍ୟନ୍ତରବର୍ତ୍ତୀ ମସ୍ତିଷ୍କ କେନ୍ଦ୍ର ସମୂହର। ତୁମେ ସେଗୁଡ଼ିକୁ ଯାହା ଇଚ୍ଛା ନାମ ଦେଇପାର, କିନ୍ତୁ ଇନ୍ଦ୍ରିୟ ଅର୍ଥ ଆମମାନଙ୍କର ଏହି ବାହ୍ୟ ଚକ୍ଷୁ, ନାସିକା ବା କର୍ଣ୍ଣକୁ ବୁଝାଏ ନାହିଁ। ଏହି ଇନ୍ଦ୍ରିୟ ସମୂହର ସମଷ୍ଟି ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ସହିତ ମିଳିତ ହୋଇ ଇଂରାଜୀରେ ମାଇଣ୍ଡ ନାମରେ ଅଭିହିତ ହୁଏ। ପୁଣି ଯଦି ଆଧୁନିକ ଶରୀରର ତତ୍ତ୍ୱବିତ୍ ଆସି ତୁମମାନଙ୍କୁ କହନ୍ତି ଯେ ମସ୍ତିଷ୍କ ହିଁ ମାଇଣ୍ଡ ଏବଂ ଏହି ମସ୍ତିଷ୍କ ବିଭିନ୍ନ ଯନ୍ତ୍ର ବା କାରଣ ସମୂହରେ ଗଠିତ, ତାହେଲେ ତୁମମାନଙ୍କର ଭୟର କୌଣସି କାରଣ ନାହିଁ। ସେମାନଙ୍କୁ ତୁମେ ଅନାୟାସରେ କହିପାର ଯେ ତୁମର ଦାର୍ଶନିକଗଣ ଏହା ସର୍ବଦା ଜାଣିଥିଲେ। ଏହା ତୁମ ଧର୍ମର ଅକ୍ଷର ପରିଚୟ ମାତ୍ର। ବେଶ୍ କଥା। ବର୍ତ୍ତମାନ ଆମମାନଙ୍କୁ ବୁଝିବାକୁ ହେବ ଏହି ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ପ୍ରଭୃତି ଶବ୍ଦ ଦ୍ୱାରା କ'ଣ ବୁଝାଏ। ପ୍ରଥମତଃ ଚିତ୍ତ କ'ଣ ତାହା ବୁଝିବାକୁ ଚେଷ୍ଟା କରାଯାଉ। ଚିତ୍ତ ହିଁ ପ୍ରକୃତ ପକ୍ଷେ ଅନ୍ତଃକରଣର ମୂଳ ଉପାଦାନ ସ୍ୱରୂପ। ଏହା ମହତ୍ର ଅଂଶ ସ୍ୱରୂପ ମନର ବିଭିନ୍ନ ଅବସ୍ଥାନ ସମୂହର ସାଧାରଣ ନାମ। ଗ୍ରୀଷ୍ମ ଅପରାହ୍ନରେ ବିନ୍ଦୁମାତ୍ର ତରଙ୍ଗ ରହିତ ସ୍ଥିର ଶାନ୍ତ ଗୋଟିଏ ହ୍ରଦକୁ ଉଦାହରଣ ସ୍ୱରୂପ ଗ୍ରହଣ କର। ମନେକର କୌଣସି ବ୍ୟକ୍ତି ଏହି ହ୍ରଦ ଉପରେ ଗୋଟିଏ
ପ୍ରସ୍ତର ନିକ୍ଷେପ କଲା, ତାହେଲେ କ'ଣ ହେବ? ପ୍ରଥମତଃ ଜଳରେ ଯେଉଁ ଆଘାତ ବାଜିଲା ତାହା ହିଁ ଯେପରି ଗୋଟିଏ କ୍ରିୟା ହେଲା। ତାପରେ ଜଳ ଉତ୍ଥିତ ହୋଇ ପ୍ରସ୍ତର ଉପରେ ପ୍ରତିକ୍ରିୟା କଲା ଏବଂ ସେହି ପ୍ରତିକ୍ରିୟା ତରଙ୍ଗର ଆକାର ଧାରଣ କଲା। ପ୍ରଥମତଃ ଜଳ ସାମାନ୍ୟ କମ୍ପିତ ହୋଇଉଠେ, ପରକ୍ଷଣରେ ତରଙ୍ଗାକାରରେ ପ୍ରତିକ୍ରିୟା କରେ। ଏହି ଚିତ୍ତଟିକୁ ହ୍ରଦ ସ୍ୱରୂପ ମନେକର ଏବଂ ବାହ୍ୟ ବସ୍ତୁଗୁଡ଼ିକ ଯେପରି ଏହା ଉପରେ ନିକ୍ଷିପ୍ତ ପ୍ରସ୍ତରାବଳୀ। ଯେତେବେଳେ ଏହା ଇନ୍ଦ୍ରିୟଗୁଡ଼ିକର ସହାୟତାରେ କୌଣସି ବହିର୍ବସ୍ତୁର ସଂସ୍ପର୍ଶରେ ଆସେ, ବାହ୍ୟ ବସ୍ତୁଗୁଡ଼ିକୁ ଅଭ୍ୟନ୍ତରରେ ଗ୍ରହଣ କରିବା ପାଇଁ ଏହି ଇନ୍ଦ୍ରିୟଗୁଡ଼ିକର ପ୍ରୟୋଜନ, ସେତେବେଳେ ଗୋଟିଏ କମ୍ପନ ଉତ୍ପନ୍ନ ହୁଏ। ଏହା ସଂଶୟାତ୍ମକ ମନ। ତାପରେ ଗୋଟିଏ ପ୍ରତିକ୍ରିୟା ହୁଏ, ଏହା ନିଶ୍ଚୟାତ୍ମିକା ବୁଦ୍ଧି ଏବଂ ଏହି ବୁଦ୍ଧି ସଙ୍ଗେ ସଙ୍ଗେ ଅହଂଜ୍ଞାନ ଓ ବାହ୍ୟ ବସ୍ତୁର ଜ୍ଞାନ ଏକତ୍ର ଉଦିତ ହୁଏ। ମନେକର ଗୋଟିଏ ମଶା ଆସି ମୋ ହାତକୁ ଦଂଶନ କଲା। ଏହି ବାହ୍ୟ ବସ୍ତୁର ଆଘାତ ମୋର ଚିତ୍ତକୁ ନୀତ ହେଲା, ଏହା ସାମାନ୍ୟ କମ୍ପିତ ହେଲା। ଆମମାନଙ୍କ ମନୋବିଜ୍ଞାନ ମତରେ ଏହାର ନାମ ହିଁ ମନ। ତାପରେ ଗୋଟିଏ ପ୍ରତିକ୍ରିୟା ହେଲା ଏବଂ ତତ୍କ୍ଷଣାତ୍ ମୋ ଭିତରେ ଏହି ଭାବ ଉଦିତ ହେଲା ଯେ ମୋ ହାତରେ ଗୋଟିଏ ମଶା ବସିଛି, ମୋତେ ତାହାକୁ ତଡ଼ି ଦେବାକୁ ପଡ଼ିବ। ତେବେ ଏତିକି ବୁଝିବାକୁ ହେବ ଯେ ହ୍ରଦରେ ଯେଉଁ ସମସ୍ତ ଆଘାତ ଆସେ ସେ ସମସ୍ତ ବହିର୍ଜଗତରୁ ଆସେ, କିନ୍ତୁ ମନ ହ୍ରଦରେ ଆଘାତ ବହିର୍ଜଗତରୁ ଆସିପାରେ, ପୁଣି ଅନ୍ତର୍ଜଗତରୁ ମଧ୍ୟ ଆସିପାରେ। ଚିତ୍ତ ଏବଂ ଏହାର ଏହି ବିଭିନ୍ନ ଅବସ୍ଥାନ ସମୂହର ନାମ ଅନ୍ତଃକରଣ। ପୂର୍ବରୁ ଯାହା ବର୍ଣ୍ଣିତ ହେଲା ତାହା ସହିତ ତୁମମାନଙ୍କୁ ଆଉ ଗୋଟିଏ ବିଷୟ ବୁଝିବାକୁ ହେବ। ତାହା ଆମମାନଙ୍କର ଅଦ୍ୱୈତବାଦ ବୁଝିବାର ବିଶେଷ ସାହାଯ୍ୟ କରିବ। ତୁମମାନଙ୍କ ମଧ୍ୟରୁ ଅନେକେ ମୁକ୍ତା ଦେଖିଥିବ ଏବଂ ଏହା କିପରି ନିର୍ମିତ ହୁଏ ଜାଣିଥିବ। ଶାମୁକା ମଧ୍ୟରେ ଟିକିଏ ଧୂଳି ଓ ବାଲିକଣା ପ୍ରବିଷ୍ଟ ହୋଇ ଏହାକୁ ଉତ୍ତେଜିତ କରିଥାଏ ଏବଂ ଶାମୁକା ଦେହ ତାହା ଉପରେ ପ୍ରତିକ୍ରିୟା କରି ଏହି କ୍ଷୁଦ୍ର ବାଲିକଣାକୁ ନିଜ ଶରୀର ନିଃସୃତ ରସ ଦ୍ୱାରା ପ୍ଳାବିତ କରିଦିଏ। ତାହା ହିଁ ସେତେବେଳେ ନିର୍ଦ୍ଦିଷ୍ଟ ଗଠନ ପ୍ରାପ୍ତ ହୋଇ ମୁକ୍ତାରେ ପରିଣତ ହୁଏ। ଏହି ମୁକ୍ତା ଯେପରି ଗଠିତ ହୁଏ, ଆମେ ସମଗ୍ର ଜଗତକୁ ଠିକ୍ ସେହି ଭାବରେ ଗଠନ କରୁଛୁ। ବାହ୍ୟ ଜଗତରୁ ଆମେ କେବଳ ଉତ୍ତେଜନା ମାତ୍ର ପାଇଥାଉ। ଏପରିକି ସେହି ଉତ୍ତେଜନାର ଅସ୍ତିତ୍ୱ ଜାଣିବାକୁ ହେଲେ ମଧ୍ୟ ଆମମାନଙ୍କୁ ଭିତରୁ ପ୍ରତିକ୍ରିୟା କରିବାକୁ ହୋଇଥାଏ। ଯେତେବେଳେ ଆମେ ଏହି ପ୍ରତିକ୍ରିୟା କରୁ, ସେତେବେଳେ ପ୍ରକୃତପକ୍ଷେ ଆମେ ଆମ ନିଜ ମନର ଅଂଶ ବିଶେଷକୁ ସେହି ଉତ୍ତେଜନା ବା ଆଘାତ ନିକଟକୁ ପ୍ରେରଣ କରୁ। ପୁଣି ଯେତେବେଳେ ଆମେ ଏହାକୁ ଜାଣିପାରୁ, ତାହା ଆଉ କିଛି ନୁହେଁ, ଆମ ନିଜ ମନ ଏହି ଆଘାତ ଦ୍ୱାରା ଯେପରି ଆକାର ପ୍ରାପ୍ତ ହୁଏ, ଆମେ ସେହି ଆକାର ପ୍ରାପ୍ତ ମନକୁ ଜାଣିପାରୁ। ଯେଉଁମାନେ ବହିର୍ଜଗତର ବାସ୍ତବ ସତ୍ୟତାରେ ବିଶ୍ୱାସ କରିବାକୁ ଚାହାନ୍ତି, ସେମାନଙ୍କୁ ଏକଥା ମାନିବାକୁ ହେବ ଏବଂ ଆଜିକାଲି ଏହି ଶରୀର ବିଜ୍ଞାନ ଶାସ୍ତ୍ରର ଉନ୍ନତି ଦୃଷ୍ଟିରୁ ଏକଥା ନ ମାନି ଅନ୍ୟ ଉପାୟ ନାହିଁ ଯେ ଯଦି ବହିର୍ଜଗତକୁ ଆମେ କ ବୋଲି ନିର୍ଦ୍ଦେଶ କରୁ, ତେବେ ଆମେ ପ୍ରକୃତ ପକ୍ଷେ କ ପ୍ଲାସ୍ ମନକୁ ଜାଣିପାରୁ ଏବଂ ଏହି ଜ୍ଞାନ କ୍ରିୟା ମଧ୍ୟରେ ମନର ଭାଗଟି ଏତେ ଅଧିକ ଯେ ଏହା ଏହି କର ସର୍ବାଂଶ ବ୍ୟାପୀ। ପୁଣି ଏହି କର ସ୍ୱରୂପ ପ୍ରକୃତ ପକ୍ଷେ ଚିରକାଳ ଅଜ୍ଞାତ ଓ ଅଜ୍ଞେୟ। ଅତଏବ ଯଦି ବହିର୍ଜଗତ ବୋଲି କିଛି ଥାଏ, ତେବେ ଏହା ଚିରକାଳ ଅଜ୍ଞାତ ଓ ଅଜ୍ଞେୟ। ଆମମାନଙ୍କ ମନ ଦ୍ୱାରା ଏହା ଯେପରି ଗଠିତ, ପରିଣତ ବା ରୂପାନ୍ତରିତ ହୁଏ, ଆମେ ତାହାର ସେହି ଭାବକୁ ହିଁ ଜାଣିପାରୁ। ଅନ୍ତର୍ଜଗତ ସମ୍ବନ୍ଧରେ ମଧ୍ୟ ତଦ୍ରୂପ। ଆମମାନଙ୍କ ଆତ୍ମା ସମ୍ବନ୍ଧରେ ମଧ୍ୟ ଏହା ହିଁ ଖାଟେ। ଆତ୍ମାକୁ ଜାଣିବାକୁ ହେଲେ ଏହାକୁ ମଧ୍ୟ ଆମମାନଙ୍କ ମନ ମଧ୍ୟ ଦେଇ ଜାଣିବାକୁ ହୁଏ। ଅତଏବ ଆମେ ଏହି ଆତ୍ମା ସମ୍ବନ୍ଧରେ ଯେତିକି ଜାଣୁ, ତାହା ଆତ୍ମା ପ୍ଲସ୍ ମନ ବ୍ୟତୀତ ଆଉ କିଛି ନୁହେଁ, ଅର୍ଥାତ୍ ମନ ଦ୍ୱାରା ଆବୃତ, ମନ ଦ୍ୱାରା ପରିଣତ ବା ଗଠିତ ଆତ୍ମାକୁ ହିଁ ଆମେ ଜାଣୁ। ଆମେ ପରେ ଏହି ତତ୍ତ୍ୱ ସମ୍ବନ୍ଧରେ ସବିଶେଷ ଆଲୋଚନା କରିବା। ତେବେ ଏଠାରେ ଏହା ଆମମାନଙ୍କର ସ୍ମରଣ ରଖିବା ଆବଶ୍ୟକ। ତାପରେ ଆଉ ଗୋଟିଏ ବିଷୟ ବୁଝିବାକୁ ହେବ।
ଏହି ଦେହ ଏକ ନିରବଚ୍ଛିନ୍ନ ଜଡ଼ସ୍ରୋତର ନାମମାତ୍ର। ପ୍ରତି ମୁହୂର୍ତ୍ତରେ ଆମେ ଏହାକୁ ନୂତନ ନୂତନ ଉପାଦାନ ଦେଉଛୁ। ପ୍ରତି ମୁହୂର୍ତ୍ତରେ ପୁଣି ସେଥିରୁ ଅନେକ ପଦାର୍ଥ ବାହାର ହୋଇଯାଉଛି। ଏହା ଯେପରି ଗୋଟିଏ ସଦା ପ୍ରବାହିତ ନଦୀ। ଏହାର ରାଶି ରାଶି ଜଳ ସର୍ବଦା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାଉଛି। ତଥାପି ଆମେ କଳ୍ପନା ବଳରେ ସମୁଦାୟକୁ ଏକ ବସ୍ତୁ ରୂପେ ଗ୍ରହଣ କରି ଏହାକୁ ସେହି ଏକ ନଦୀ ବୋଲି କହିଥାଉ। କିନ୍ତୁ ନଦୀଟି ପ୍ରକୃତ ପକ୍ଷେ କ'ଣ? ପ୍ରତି ମୁହୂର୍ତ୍ତରେ ନୂତନ ନୂତନ ଜଳ ଆସୁଛି। ପ୍ରତି ମୁହୂର୍ତ୍ତରେ ଏହାର ତଟଭୂମିର ପରିବର୍ତ୍ତନ ହେଉଛି। ପ୍ରତି ମୁହୂର୍ତ୍ତରେ ତୀରବର୍ତ୍ତୀ ବୃକ୍ଷଲତା ଏବଂ ଏହାର ପତ୍ରପୁଷ୍ପ ମୂଳାଦିର ପରିବର୍ତ୍ତନ ଘଟୁଛି। ତେବେ ନଦୀଟି କ'ଣ? ଏହା ଏହି ପରିବର୍ତ୍ତନ ସମଷ୍ଟିର ନାମମାତ୍ର। ମନ ସମ୍ବନ୍ଧରେ ମଧ୍ୟ ଏହି କଥା। ବୌଦ୍ଧମାନେ ଏହି କ୍ରମାଗତ ପରିବର୍ତ୍ତନକୁ ଲକ୍ଷ୍ୟ କରି ମହାନ କ୍ଷଣିକ ବିଜ୍ଞାନବାଦ ମତର ସୃଷ୍ଟି କରିଥିଲେ। ଏହା ଠିକ୍ ଠିକ୍ ବୁଝିବା ଅତି କଠିନ ବିଷୟ। କିନ୍ତୁ ବୌଦ୍ଧ ଦର୍ଶନରେ ଏହି ମତ ସୁଦୃଢ଼ ଯୁକ୍ତି ଦ୍ୱାରା ସମର୍ଥିତ ଓ ପ୍ରମାଣିତ ହୋଇଛି। ପୁଣି ଭାରତରେ ଏହା ବେଦାନ୍ତର କୌଣସି କୌଣସି ଅଂଶ ବିରୋଧରେ ଉତ୍ଥିତ ହୋଇଥିଲା। ଏହି ମତକୁ ନିରସ୍ତ କରିବାର ପ୍ରୟୋଜନ ହୋଇଥିଲା। ଆମେ ପରେ ଦେଖିବା କେବଳ ଅଦ୍ୱୈତବାଦ ହିଁ ଏହି ମତକୁ ଖଣ୍ଡିତ କରିବା ପାଇଁ ସମର୍ଥ ହୋଇଥିଲା, ଅନ୍ୟ କୌଣସି ମତ ନୁହେଁ। ଆମେ ପରେ ଏହା ମଧ୍ୟ ଦେଖିବା ଯେ ଅଦ୍ୱୈତବାଦ ସମ୍ବନ୍ଧରେ ଲୋକଙ୍କର ନାନାବିଧ ଅଦ୍ଭୁତ ଧାରଣା ସତ୍ତ୍ୱେ, ଅଦ୍ୱୈତବାଦରେ ଭୟ ପାଇବା ସତ୍ତ୍ୱେ ଏଥିରେ ହିଁ ବାସ୍ତବିକ ଜଗତର ପରିତ୍ରାଣ। କାରଣ ଏହି ଅଦ୍ୱୈତବାଦ ଦ୍ୱାରା ହିଁ ସମସ୍ତ ସମସ୍ୟାର ଉତ୍ତର ମିଳିପାରିବ। ଦ୍ୱୈତବାଦ ଆଦି ଉପାସନା ପ୍ରଣାଳୀ ହିସାବରେ ଖୁବ୍ ଭଲ ସତ୍ୟ। ସେ ସମସ୍ତ ମନକୁ ଖୁବ୍ ତୃପ୍ତ କରେ ସତ। ମନକୁ ଉଚ୍ଚତର ପଥରେ ଅଗ୍ରସର ହେବା ପାଇଁ ସାହାଯ୍ୟ କରେ ସତ। କିନ୍ତୁ ଯଦି କେହି ବିଚାରନିଷ୍ଠ ଅଥଚ ଧର୍ମପରାୟଣ ହେବାକୁ ଚାହେଁ, ତେବେ ତା ପକ୍ଷରେ ଅଦ୍ୱୈତବାଦ ହିଁ ଏକମାତ୍ର ଗତି। ଯାହା ହେଉ, ଆମେ ପୂର୍ବରୁ ଦେଖିଛୁ ମନ ମଧ୍ୟ ଦେହ ପରି ଗୋଟିଏ ନଦୀ ସ୍ୱରୂପ। ନିୟତ ଏକ ଦିଗରେ ଶୂନ୍ୟ ହେଉଛି, ଅନ୍ୟ ଦିଗରେ ପୂର୍ଣ୍ଣ ହେଉଛି। ତେବେ ସେହି ଏକତ୍ୱ କେଉଁଠାରେ, ଯାହାକୁ ଆମେ ଆତ୍ମା ବୋଲି ଅଭିହିତ କରିଥାଉ? ଆମେ ଦେଖିବାକୁ ପାଉ ଆମମାନଙ୍କ ଦେହରେ ଓ ମନରେ ଏହିପରି କ୍ରମାଗତ ପରିବର୍ତ୍ତନ ହେଉଥିଲେ ସୁଦ୍ଧା ଆମମାନଙ୍କ ଭିତରେ ଏପରି କିଛି ଅଛି ଯାହା ଅପରିବର୍ତ୍ତନୀୟ। ସେଥିପାଇଁ ଆମମାନଙ୍କର ଧାରଣା ସମୂହ ଅପରିବର୍ତ୍ତନୀୟ ବୋଲି ମନେ ହୁଏ। ଯଦି ବିଭିନ୍ନ ଦିଗରୁ ଭିନ୍ନ ଭିନ୍ନ ଆଲୋକ ରଶ୍ମି ଆସେ, ଗୋଟିଏ ଯବନିକା, କାନ୍ଥ ବା ଅନ୍ୟ କୌଣସି ଅଚଳ ବସ୍ତୁ ଉପରେ ପତିତ ହୁଏ, ସେତେବେଳେ ହିଁ ସେଗୁଡ଼ିକ ଏକ ଅଖଣ୍ଡ ସମଷ୍ଟିର ଆକାର ଧାରଣ କରେ। ମାନବର ବିଭିନ୍ନ ଶରୀର ଯନ୍ତ୍ର ସମୂହ ମଧ୍ୟରେ କେଉଁଠାରେ ସେହି ନିଶ୍ଚଳ ଅଖଣ୍ଡ ବସ୍ତୁ, ଯାହା ଉପରେ ବିଭିନ୍ନ ଭାବରାଶି ପତିତ ହୋଇ ପୂର୍ଣ୍ଣ ଅଖଣ୍ଡତ୍ୱ ପ୍ରାପ୍ତ ହେଉଛି? ଅବଶ୍ୟ ମନ କେବେ ହିଁ ଏକ ବସ୍ତୁ ହୋଇପାରେ ନାହିଁ, କାରଣ ଏହା ମଧ୍ୟ ପରିବର୍ତ୍ତନଶୀଳ। ଅତଏବ ଏପରି କିଛି ବସ୍ତୁ ନିଶ୍ଚୟ ଅଛି ଯାହା ଦେହ ନୁହେଁ, ମନ ମଧ୍ୟ ନୁହେଁ, ଯାହାର କେବେ ପରିଣାମ ହୁଏ ନାହିଁ, ଯାହା ଉପରେ ଆମର ସମସ୍ତ ବାହ୍ୟ ବିଷୟ ଆସି ଏକ ଅଖଣ୍ଡ ଭାବରେ ପରିଣତ ହୁଏ। ଏହା ହିଁ ପ୍ରକୃତ ପକ୍ଷେ ଆମମାନଙ୍କର ଆତ୍ମା। ପୁଣି ଯେତେବେଳେ ଆମେ ଦେଖିବାକୁ ପାଉ ସମୁଦାୟ ଜଡ଼ ପଦାର୍ଥ, ତାହାକୁ ସୂକ୍ଷ୍ମ ଜଡ଼ ଅଥବା ମନ ଯେଉଁ ନାମରେ ଅଭିହିତ କରୁ ପଛକେ ପରିବର୍ତ୍ତନଶୀଳ, ଏବଂ ସମୁଦାୟ ସ୍ଥୂଳ ଜଡ଼ ବା ବାହ୍ୟ ଜଗତ ମଧ୍ୟ ତାହା ତୁଳନାରେ ପରିବର୍ତ୍ତନଶୀଳ, ସେତେବେଳେ ଏହି ଅପରିବର୍ତ୍ତନୀୟ ବସ୍ତୁଟି କେବେ ହେଲେ ଜଡ଼ ପଦାର୍ଥ ହୋଇପାରେ ନାହିଁ। ଅତଏବ ଏହା ଚୈତନ୍ୟ ସ୍ୱଭାବ। ଏହା ଅଜଡ଼, ଅବିନାଶୀ ଓ ଅପରିଣାମୀ। ତାପରେ ଆଉ ଗୋଟିଏ ପ୍ରଶ୍ନ ଆସେ, ଅବଶ୍ୟ ବାହ୍ୟ ଜଗତ ଦେଖି କିଏ ଏହା ସୃଷ୍ଟି କଲା, କିଏ ଜଡ଼ ପଦାର୍ଥକୁ ସୃଷ୍ଟି କଲା, ଏହିପରି ପ୍ରଶ୍ନ କରି କ୍ରମଶଃ ଉଦ୍ଦେଶ୍ୟବାଦ ଆଣିବାର ଯେଉଁ ପୂର୍ବ ପ୍ରଚଳିତ ଯୁକ୍ତି ଅଛି, ମୁଁ ସେ କଥା କହୁନାହିଁ। ନିଜର ଅନ୍ତ ପ୍ରକୃତିରୁ ହିଁ ଏହା ଜାଣିହେବ। ଯେପରି ଆତ୍ମାର ଅସ୍ତିତ୍ୱ ସମ୍ବନ୍ଧରେ ପ୍ରଶ୍ନ ଉତ୍ଥାପିତ ହୋଇଥିଲା, ଏହି ପ୍ରଶ୍ନ ମଧ୍ୟ ଠିକ୍ ସେହିପରି ଉଠୁଛି। ଯଦି ସ୍ୱୀକାର କରାଯାଏ ଯେ ପ୍ରତ୍ୟେକ ମନୁଷ୍ୟଠାରେ ଦେହ ଓ ମନରୁ
ସ୍ୱତନ୍ତ୍ର ଗୋଟିଏ ଗୋଟିଏ ଅପରିବର୍ତ୍ତନୀୟ ଆତ୍ମା ଥାଏ, ତଥାପି ଏହା ମଧ୍ୟ ସ୍ୱୀକାର କରିବାକୁ ହୁଏ ଯେ ଏହି ସମସ୍ତ ଆତ୍ମା ମଧ୍ୟରେ ଧାରଣା, ଭାବ ଓ ସହାନୁଭୂତିର ଐକ୍ୟ ବିଦ୍ୟମାନ। ନଚେତ୍ କିପରି ମୋ ଆତ୍ମା ତୁମ ଆତ୍ମା ଉପରେ କାର୍ଯ୍ୟ କରିବ? ମୁଁ ଯେ ତୁମମାନଙ୍କ ଆତ୍ମା ସମ୍ବନ୍ଧରେ କିଛି ଅନୁଭବ କରିପାରେ, ଏହା କିପରି ସମ୍ଭବ ହୁଏ? ଏପରି କେଉଁ ବସ୍ତୁ ଅଛି ଯାହା ତୁମର ଓ ମୋର ଉଭୟଙ୍କ ଆତ୍ମାକୁ ସ୍ପର୍ଶ କରି ରହିଛି? ଅତଏବ ଅନ୍ୟ ଏକ ଆତ୍ମା ସ୍ୱୀକାର କରିବା ପାଇଁ ଦାର୍ଶନିକ ଆବଶ୍ୟକତା ଦେଖାଯାଉଛି, କାରଣ ଏହି ଆତ୍ମା ସମସ୍ତ ବିଭିନ୍ନ ଆତ୍ମା ଓ ଜଡ଼ବସ୍ତୁ ମଧ୍ୟ ଦେଇ କାର୍ଯ୍ୟ କରିବ। ଏହା ଜଗତର ଅସଂଖ୍ୟ ଆତ୍ମାରେ ଅତପ୍ରତ ଭାବରେ ବିଦ୍ୟମାନ ରହିବ। ଏହାର ସହାୟତାରେ ହିଁ ଅପର ଆତ୍ମା ସମୂହ ପ୍ରାଣବନ୍ତ ହେବେ, ପରସ୍ପର ପରସ୍ପରକୁ ଭଲ ପାଇବେ, ପରସ୍ପର ପ୍ରତି ସହାନୁଭୂତି ପ୍ରଦର୍ଶନ କରିବେ, ପରସ୍ପର ପାଇଁ କାର୍ଯ୍ୟ କରିବେ। ଏହି ସର୍ବବ୍ୟାପୀ ଆତ୍ମା ହିଁ ପରମାତ୍ମା ନାମରେ ଅଭିହିତ। ସେ ସମଗ୍ର ଜଗତର ପ୍ରଭୁ, ଈଶ୍ୱର। ପୁନଶ୍ଚ ଆତ୍ମା ଯେହେତୁ ଜଡ଼ ପଦାର୍ଥରେ ନିର୍ମିତ ନୁହେଁ, ସେହେତୁ ଏହା ଚୈତନ୍ୟ ସ୍ୱରୂପ। ସେହେତୁ ଏହା ଜଡ଼ର ନିୟମାବଳୀ ଅନୁସରଣ କରିପାରେ ନାହିଁ। ଜଡ଼ର ନିୟମ ଅନୁସାରେ ଏହାର ବିଚାର ଚଳିପାରେ ନାହିଁ। ଅତଏବ ଏହା ଅବିନାଶୀ ଓ ଅପରିଣାମୀ। ଗୀତାରେ କୁହାଯାଇଛି, ନୈନଂ ଛିନ୍ଦନ୍ତେ ଶସ୍ତ୍ରାଣି ନୈନଂ ଦହତି ପାବକଃ ନ ଚୈନଂ କ୍ଲେଦୟନ୍ତ୍ୟାପ ନ ଶୋଷୟତି ମାରୁତଃ ଅଛେଦ୍ୟୟମ୍ ଅଦାହ୍ୟୟମ୍ ଅକ୍ଲେଦ୍ୟ ଅଶସ୍ୟ ଏବ ଚ ନିତ୍ୟ ସର୍ବଗତସ୍ଥାଣୁ ଅଚଳୟମ୍ ସନାତନଃ। ଅର୍ଥାତ୍ ଅଗ୍ନି ଏହି ଆତ୍ମାକୁ ଦଗ୍ଧ କରିପାରେ ନାହିଁ, କୌଣସି ଅସ୍ତ୍ର ଏହାକୁ ଛିନ୍ନ କରିପାରେ ନାହିଁ, ବାୟୁ ଏହାକୁ ଶୁଷ୍କ କରିପାରେ ନାହିଁ, ଜଳ ଏହାକୁ ସିକ୍ତ କରିପାରେ ନାହିଁ। ଏହା ମାନବାତ୍ମା ନିତ୍ୟ ସର୍ବବ୍ୟାପୀ, ସ୍ଥିର, ନିଶ୍ଚଳ ଓ ଚିରନ୍ତନ। ଗୀତା ଓ ବେଦାନ୍ତ ମତରେ ଏହି ଜୀବାତ୍ମା ବିଭୁ। କପିଳଙ୍କ ମତରେ ମଧ୍ୟ ଏହା ସର୍ବବ୍ୟାପୀ। ଅବଶ୍ୟ ଭାରତରେ ଏପରି ଅନେକ ସମ୍ପ୍ରଦାୟ ଅଛନ୍ତି ଯେଉଁମାନଙ୍କ ମତରେ ଏହି ଜୀବାତ୍ମା ଅଣୁ, କିନ୍ତୁ ସେମାନଙ୍କର ମତ ମଧ୍ୟ ଏହି ଯେ ଆତ୍ମାର ପ୍ରକୃତ ସ୍ୱରୂପ ବିଭୁ, ବ୍ୟକ୍ତ ଅବସ୍ଥାରେ ଏହା ଅଣୁ। ଆଉ ଗୋଟିଏ ବିଷୟ ପ୍ରତି ମନ ଦେବାକୁ ହେବ। ଏହା ସମ୍ଭବତଃ ତୁମମାନଙ୍କୁ ଅଦ୍ଭୁତ ବୋଧ ହୋଇପାରେ, କିନ୍ତୁ ଏହି ତତ୍ତ୍ୱଟି ମଧ୍ୟ ବିଶେଷ ଭାବରେ ଭାରତୀୟ। ପୁଣି ଏହି ବିଷୟଟି ଆମମାନଙ୍କର ସକଳ ସମ୍ପ୍ରଦାୟ ମଧ୍ୟରେ ବିଦ୍ୟମାନ। ଏହି ହେତୁ ମୁଁ ତୁମମାନଙ୍କୁ ଏହି ତତ୍ତ୍ୱଟି ଜାଣି ରଖିବା ପାଇଁ ଏବଂ ଏହାକୁ ସ୍ମରଣ ରଖିବା ପାଇଁ ଅନୁରୋଧ କରୁଛି, କାରଣ ଏହା ଭାରତୀୟ ସକଳ ବିଷୟର ଭିତ୍ତି ସ୍ୱରୂପ। ତୁମେମାନେ ଜର୍ମାନ ଓ ଇଂରେଜ ପଣ୍ଡିତଗଣ କର୍ତ୍ତୃକ ପାଶ୍ଚାତ୍ୟ ଦେଶରେ ପ୍ରଚାରିତ ଭୌତିକ ପରିଣାମବାଦ ବିଷୟ ଶୁଣିଛ। ଏହି ମତରେ ସକଳ ପ୍ରାଣୀଙ୍କ ଶରୀର ପ୍ରକୃତ ପକ୍ଷେ ଅଭିନ୍ନ। ଆମେ ଯେଉଁ ଭେଦ ଦେଖୁ ତାହା ଏକ ବସ୍ତୁର ବିଭିନ୍ନ ପ୍ରକାଶ ମାତ୍ର ଏବଂ କ୍ଷୁଦ୍ରତମ କୀଟରୁ ଉଚ୍ଚତମ ସାଧୁଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରକୃତ ପକ୍ଷେ ଏକ, ଗୋଟିଏ ଅନ୍ୟଟିରେ ପରିଣତ ହେଉଛି ଏବଂ ଏହିପରି ଚାଲି ଚାଲି କ୍ରମଶଃ ଉନ୍ନତ ହୋଇ ପୂର୍ଣ୍ଣତ ଲାଭ କରୁଛି। ଆମ ଶାସ୍ତ୍ରରେ ମଧ୍ୟ ଏହି ପରିଣାମବାଦ ରହିଛି। ଯୋଗୀ ପତଞ୍ଜଳି କହିଛନ୍ତି, ଜାତ୍ୟନ୍ତର ପରିଣାମ ପ୍ରକୃତ୍ୟା ପୁରାତ୍। ଅର୍ଥାତ୍ ଏକ ଜାତି ବା ଏକ ଶ୍ରେଣୀ ଅନ୍ୟ ଜାତିରେ ବା ଅନ୍ୟ ଶ୍ରେଣୀରେ ପରିଣତ ହୁଏ। ତେବେ ୟୁରୋପୀୟମାନଙ୍କ ଠାରୁ ଆମମାନଙ୍କ ପାର୍ଥକ୍ୟ କେଉଁଠାରେ? ପ୍ରକୃତ୍ୟା ପୁରାତ୍, ପ୍ରକୃତିର ଆପୁରଣ ଦ୍ୱାରା। ୟୁରୋପୀୟଗଣ କହନ୍ତି ପ୍ରତିଦ୍ୱନ୍ଦ୍ୱିତା, ପ୍ରାକୃତିକ ଓ ଯୌନ ନିର୍ବାଚନ ପ୍ରଭୃତି ଏକ ପ୍ରାଣୀକୁ ଅପର ପ୍ରାଣୀର ଶରୀର ଧାରଣ କରିବା ପାଇଁ ବାଧ୍ୟ କରେ। କିନ୍ତୁ ଆମମାନଙ୍କ ଶାସ୍ତ୍ରରେ ଏହି ଜାତ୍ୟନ୍ତର ପରିଣାମର ଯେଉଁ ହେତୁ ନିର୍ଦ୍ଦିଷ୍ଟ ହୋଇଛି, ତାହାଦ୍ୱାରା ବୋଧହୁଏ ସେମାନେ ୟୁରୋପୀୟଗଣଙ୍କ ଠାରୁ ଅଧିକ ବିଶ୍ଳେଷଣ କରିଥିଲେ। ସେମାନେ ଆହୁରି ଭିତରକୁ ପ୍ରବେଶ କରିଥିଲେ। ଏହି ପ୍ରକୃତିର ଆପୁରଣର ଅର୍ଥ କ'ଣ? ଆମେମାନେ ସ୍ୱୀକାର କରିଥାଉ ଯେ ଜୀବାଣୁ କ୍ରମଶଃ ଉନ୍ନତ ହୋଇ ବୁଦ୍ଧ ରୂପରେ ପରିଣତ ହୁଏ। ଆମେମାନେ ଏହା ସ୍ୱୀକାର କଲେ ମଧ୍ୟ ଆମମାନଙ୍କର ଦୃଢ଼ ଧାରଣା ଯେ କୌଣସି ଯନ୍ତ୍ରରେ କୌଣସି ନା କୌଣସି ଆକାରରେ ଯଦି ଉପଯୁକ୍ତ ପରିମାଣରେ ଶକ୍ତି ପ୍ରୟୋଗ ନ କରାଯାଏ, ତେବେ ଏଥିରୁ ତଦନୁରୂପ କାର୍ଯ୍ୟ ମିଳିବ ନାହିଁ। ଯେଉଁ ଆକାର ଧାରଣ କରୁନା କାହିଁକି, ଶକ୍ତି ସମଷ୍ଟି ଚିରକାଳ ସମାନ।
ଏକ ପ୍ରାନ୍ତରେ ଯଦି ଶକ୍ତିର ବିକାଶ ଦେଖିବାକୁ ଚାହଁ ତେବେ ଅପର ପ୍ରାନ୍ତରେ ଏହା ପ୍ରୟୋଗ କରିବାକୁ ହେବ। ହୋଇପାରେ ଏହା ଅନ୍ୟ ଆକାରରେ ପ୍ରକାଶିତ ହେବ, କିନ୍ତୁ ପରିଣାମ ଏକ ହେବା ଉଚିତ। ଅତଏବ ବୁଦ୍ଧ ଯଦି ପରିଣାମର ଏକ ପ୍ରାନ୍ତ ହୁଏ ତେବେ ଅପର ପ୍ରାନ୍ତସ୍ଥ ଜୀବାଣୁ ମଧ୍ୟ ନିଶ୍ଚୟ ବୁଦ୍ଧ ତୁଲ୍ୟ ହେବ। ଯଦି ବୁଦ୍ଧ କ୍ରମ ବିକଶିତ ପରିଣତ ଜୀବାଣୁ ହୁଏ ତେବେ ଏହି ଜୀବାଣୁ ମଧ୍ୟ କ୍ରମ ସଂକୁଚିତ ଅବ୍ୟକ୍ତ ବୁଦ୍ଧ। ଯଦି ଏହି ବ୍ରହ୍ମାଣ୍ଡ ଅନନ୍ତ ଶକ୍ତିର ବିକାଶ ସ୍ୱରୂପ ହୁଏ ତେବେ ପ୍ରଳୟ କାଳରେ ମଧ୍ୟ ସେହି ଅନନ୍ତ ଶକ୍ତି ଯେ ସଂକୁଚିତ ଭାବରେ ରହିବ ଏହା ସ୍ୱୀକାର କରିବାକୁ ହେବ। ଅନ୍ୟ କୌଣସି ଭାବ ସମ୍ଭବ ନୁହେଁ। ଅତଏବ ଏହା ନିଶ୍ଚିତ ଯେ ପ୍ରତ୍ୟେକ ଆତ୍ମା ଅନନ୍ତ। ଆମମାନଙ୍କ ପଦତଳ ବିହାରୀ କ୍ଷୁଦ୍ରତମ କୀଟରୁ ମହତ୍ତମ ଓ ଉଚ୍ଚତମ ସାଧୁ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଅନନ୍ତ ଶକ୍ତି, ଅନନ୍ତ ପବିତ୍ରତା ଓ ସମସ୍ତ ଗୁଣ ଅନନ୍ତ ପରିମାଣରେ ରହିଛି। ପ୍ରଭେଦ କେବଳ ପ୍ରକାଶର ତାରତମ୍ୟରେ। କୀଟରେ ସେହି ମହାଶକ୍ତିର ଅତି ଅଳ୍ପ ପରିମାଣ ବିକାଶ ହୋଇଛି, ତୁମଠାରେ ତଦପେକ୍ଷା ଅଧିକ, ପୁଣି ଅନ୍ୟ ଜଣେ ଦେବତୁଲ୍ୟ ମାନବଙ୍କଠାରେ ତଦପେକ୍ଷା ଅଧିକତର ଶକ୍ତିର ବିକାଶ ହୋଇଛି। ଏହି ମାତ୍ର ପ୍ରଭେଦ, କିନ୍ତୁ ସମସ୍ତଙ୍କଠାରେ ଏହି ଏକ ଶକ୍ତି ରହିଛି। ପତଞ୍ଜଳି କହୁଛନ୍ତି, ତତଃ କ୍ଷେତ୍ରିକବତ୍। କୃଷକ ଯେପରି ତାହାର କ୍ଷେତରେ ଜଳସେଚନ କରେ, କୃଷକ ତାହାର କ୍ଷେତକୁ ଜଳ ଆଣିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଜଳାଶୟରୁ ଗୋଟିଏ ପ୍ରଣାଳୀ କାଟିଛି। ଏହି ପ୍ରଣାଳୀର ମୁଖରେ ଗୋଟିଏ ଦରଜା ଅଛି। ସମୁଦାୟ ଜଳ ଯାଇ କାଳେ କ୍ଷେତ୍ରକୁ ପ୍ଳାବିତ କରିଦେବ, ସେଥିପାଇଁ ଏହି ଦରଜା ବନ୍ଦ ରଖାହୁଏ। ଯେତେବେଳେ ଜଳର ପ୍ରୟୋଜନ ହୁଏ ସେତେବେଳେ ଏହି ଦରଜାଟି ଖୋଲିଦେଲେ ହିଁ ଜଳ ନିଜ ଶକ୍ତି ବଳରେ ଏହା ଭିତରକୁ ପ୍ରବେଶ କରେ। ଜଳର ଶକ୍ତି ବୃଦ୍ଧି କରିବାର ପ୍ରୟୋଜନ ନାହିଁ। ଜଳାଶୟର ଜଳରେ ପୂର୍ବରୁ ଏହି ଶକ୍ତି ବିଦ୍ୟମାନ ରହିଛି। ଏହିପରି ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପଶ୍ଚାତରେ ଅନନ୍ତ ଶକ୍ତି, ଅନନ୍ତ ପବିତ୍ରତା, ଅନନ୍ତ ସତ୍ତା, ଅନନ୍ତ ବୀର୍ଯ୍ୟ, ଅନନ୍ତ ଆନନ୍ଦର ଭଣ୍ଡାର ରହିଛି। କେବଳ ଏହି ଦ୍ୱାର, ଦେହ ରୂପକ ଏହି ଦ୍ୱାର ଆମେ ପ୍ରକୃତ ପକ୍ଷେ ଯାହା ତାହାର ପୂର୍ଣ୍ଣ ବିକାଶ ହେବାକୁ ଦେଉନାହିଁ। ପୁଣି ଯେତିକି ଏହି ଦେହର ଗଠନ ଉନ୍ନତ ହୋଇଥାଏ, ଯେତିକି ତମଗୁଣ ରଜଗୁଣରେ ଏବଂ ରଜଗୁଣ ସତ୍ୱଗୁଣରେ ପରିଣତ ହୁଏ, ସେତେ ଏହି ଶକ୍ତି ଓ ଶୁଦ୍ଧତ୍ୱ ପ୍ରକାଶିତ ହୋଇଥାଏ। ଏବଂ ଏହି କାରଣରୁ ଆମେ ପାନାହାର ସମ୍ବନ୍ଧରେ ଏତେ ସାବଧାନ।